मन्नाथ श्री जगन्नाथ मदगुरु श्री जगद्गुरु मदात्मा सर्वभूतात्मा तस्मै श्री गुरवे नमः। नीलाचल निवासाय नित्याय परमात्मने बलभद्र सुभद्राभ्यां जगन्नाथाय ते नमः। क्रियायोग परंपरार समस्त गुरु मानक मु प्रणाम करुछि। विश्वर प्रत्येक संप्रदायर गुरु मानक मु प्रणाम करुछि। उपस्थित भगवत स्वरूपगण सबरी भितरे परमात्मा को उपलब्धि करी मु प्रणाम करुछि। मनरे गोटे प्रश्न उठे, आमे ए संसार को आसीचे यही सत्य, आमे दिने एठारु विदाय नबा यही सत्य। आसीचे दिने जीवा दिने, एमती एबे आसीचे पुणी एबे जीवा ना आगुरु आसीथिले जाइचे पुणी गले पुणी आसीबा ना जीवा। आमे बारंबार आसुचे बारंबार आमे जाऊचे, गले पुणी आसुचे गले पुणी आमे जाऊचे। आमे कौन पाई आसुचे आउ कौन पाई आमे एठारु जाऊचे? आमे कौन आसीथिले जीवा पाई? आउ जदि गले पुणी कौन इच्छा थला आसीबा पाई? थरे ए धरा पृष्ठरे बा पृथ्वी पृष्ठरे जन्म ग्रहण करी बंची रहिले केते दुख, केते जंत्रणा, केते कष्ट, केते सुख, केते शांति, केते आनंद मिले। प्रत्येक जीवन रे आपणकर अनेक अनुभूति अच्छी। प्राय टाइमटा सुख दुख भितरे अतिबाहित हो जाए। मनीष जिते दुख पड़े, कष्ट पड़े, जंत्रणा पड़े, से विव्रत व्यतिव्यस्त ही पड़े। केमिति दुख, केमिति जंत्रणा, केमिति कष्टरू मु मुक्ति लाभ करिवे। जेतेबेले भल समय आसे से सब किछि भूली जाए एवं ताकू पूर्व जन्म संस्कार बा जन्म जन्मांतर संस्कार जो कर्म मिली थाए से कर्म रे से पूरा एते दूर छंदी पड़े, एते दूर बांधी पड़े, से सब किछि भूली जाए आ तार किछि मने पड़े ना। तेणु आसुचे ये पृथ्वी पृष्ठ को पृष्ठरू विदाय होचे। जदि न आसु थांदे ताले एते लोक ए पृथ्वी पृष्ठरे केमिति थांदे? भगवत गीता रे उल्लेख अछि, जातसई ध्रुव मृत्यु ध्रुवं जन्म मृत्युश्च। मनीष सर्वश्रेष्ठ प्राणी बा सर्वश्रेष्ठ जीव। सबु प्राणी भितरे सबु जीवों भितरे से सर्वश्रेष्ठ। तार बुद्धि विवेक ज्ञान ता भितरे अच्छी। से सब कथा को बुझी पारे, सब कथा को जानी पारे, सब कथा को अनुमान करि पारे, लक्ष्य करि पारे। तेणु थरे मनीष चिंता करिबा कथा, मु ए धरा पृष्ठ को बा ये पृथ्वी पृष्ठ को काहींके आसीथिले बा काहींके आसीछि, कौन पाई आसीछि? एठारे मोर प्रकृत कर्म कौन?
ମଣିଷ ତ ବିନା କର୍ମରେ ବଞ୍ଚିପାରିବ ନାହିଁ। ସେ ସବୁବେଳେ କର୍ମ କରୁଛି। ଯାହା କରାଯାଏ ତାହା ହିଁ କର୍ମ। ବସିବାଟା ଏକ କର୍ମ, ଖାଇବାଟା ଏକ କର୍ମ, ଶୋଇବାଟା ଏକ କର୍ମ, ପାଠ ପଢ଼ିବାଟା ଏକ କର୍ମ, ଚାକିରି କରିବାଟା ଏକ କର୍ମ, ବ୍ୟବସାୟ କରିବାଟା ଏକ କର୍ମ, ସତ୍ସଙ୍ଗ କରିବାଟା ଏକ କର୍ମ, ଧ୍ୟାନ କରିବାଟା ଏକ କର୍ମ, ପୂଜାପାଠ କରିବାଟା ଗୋଟାଏ କର୍ମ। ସବୁବେଳେ ମଣିଷ କର୍ମରେ ବାନ୍ଧି ଅଛି ଏବଂ କର୍ମ କରୁଛି। ଯାହାକୁ ଯେଉଁ କର୍ମ ମିଳିଛି ପୂର୍ବଜନ୍ମ ସଂସ୍କାରରୁ ସେ ସେଇ କର୍ମ କରିଚାଲିଛି। ମଣିଷ କିନ୍ତୁ ଯାହା ଚାହେଁ ତା ପ୍ରାୟ ପାଏ ନାହିଁ। କାରଣ ତାକୁ ତା ଭାଗ୍ୟରେ କ'ଣ ଅଛି, କ'ଣ ଘଟିବ। ମଣିଷର ମନ ସବୁବେଳେ କାମନା ଆଉ ବାସନାରେ ପରିପୂର୍ଣ୍ଣ ହେଇକି ଅଛି। ତେଣୁ ସେ ଚିନ୍ତା କରିବା କଥା, ମୁଁ ଏଠାରେ କ'ଣ କରିବାକୁ ଆସିଥିଲି ଆଉ କ'ଣ କରୁଛି। ଏ କଥା ମନରେ ପ୍ରଶ୍ନ ଉଠିବା କଥା। ତେଣୁ ଏଇ ପ୍ରଶ୍ନର ଉତ୍ତର ପାଇଁ ଆମେ ସତ୍ସଙ୍ଗର ଆଶ୍ରୟ ନେଉଛେ ବା ଗୀତା ଭାଗବତ ବେଦ ବେଦାନ୍ତ ଉପନିଷଦ ପାଠ କରୁଛେ ବା ଆମେ ଗୁରୁ ଗ୍ରହଣ କରିଛେ। ଏଇଥିପାଇଁ ମୁଁ ଏଠାକୁ ଆସିଥିଲି କ'ଣ କରିବା ପାଇଁ। ଏକଥା ଯିଏ ଆପଣଙ୍କୁ କହିଦେବେ ସେ ଆପଣଙ୍କର ହିଁ ଗୁରୁ। ଶାସ୍ତ୍ରରେ ଲେଖା ଅଛି ବା ସତ୍ସଙ୍ଗରୁ ଆମକୁ এই ବିଷୟରେ ଜ୍ଞାନ ଲାଭ କରିବାକୁ ପଡ଼େ। ସେଥିଲାଗି ସତ୍ସଙ୍ଗର ଆୟୋଜନ। ଆମେ ତ ଦିନେ ନିଶ୍ଚୟ ଚାଲିଯିବା, ଏହା ହିଁ ଧ୍ରୁବ ସତ୍ୟ। ଏବଂ ଗଲେ ପୁଣି ଦିନେ ଆସିବା, ଏ କଥା ଆମର ଜ୍ଞାନ ଭିତରେ ନାହିଁ। ଯେହେତୁ ମହାଜନମାନେ, ମୁନି ଋଷିମାନେ ଆଉ ଭଗବାନ ନିଜେ ଗୀତା ଭାଗବତରେ ଉଲ୍ଲେଖ କରିଛନ୍ତି, ଆମେ ଜନ୍ମ ହେଲେ ମୃତ୍ୟୁ ନିଶ୍ଚିନ୍ତ, ମୃତ୍ୟୁ ହେଲେ ଜନ୍ମ ନିଶ୍ଚିନ୍ତ। ଆମେ ପୁଣି ଦିନେ ଆସିବା। ତେଣୁ ଆମେ ତତ୍ତ୍ୱଗୁରୁଙ୍କର ସାନ୍ନିଧ୍ୟରେ ଆସିବା, ତାଙ୍କୁ ପଚାରିବା ମୁଁ କ'ଣ ପାଇଁ ଏ ଧରାପୃଷ୍ଠକୁ ଆସିଥିଲି, ଏଠାରେ ଏବଂ କେବେ ମୁଁ ବିଦାୟ ନେବି, କିଭଳି ଭାବରେ ମୋର ମୃତ୍ୟୁ ହେବ। ତେଣୁ ଗୁରୁଦେବ ଆପଣଙ୍କୁ କହିଦେବେ ଆପଣ କିଭଳି ଭାବରେ ଏଠାରେ ଜୀବନ ନିର୍ବାହ କରିବେ, ଜୀବନଟାକୁ ପାଳନ କରିବେ ଏବଂ କ'ଣ ପାଇଁ ଆସିଥିଲେ ଆଉ କ'ଣ ଏଠାରେ କରିବାକୁ ପଡ଼ିବ। ଏହି ବିଷୟରେ ଆପଣ ଚେତନାକୁ ଜାଗ୍ରତ କରେଇଦେବେ। ତେଣୁ ଆମେ ଜନ୍ମଗ୍ରହଣ କରିଥିଲେ କେବଳ ଈଶ୍ୱରଙ୍କୁ ପ୍ରାପ୍ତି ପାଇଁ ବା ଭଗବାନଙ୍କୁ ପ୍ରାପ୍ତି ପାଇଁ। ଆମେ ଏଇ କଥାଟିକୁ ଭୁଲି ଯାଇଛେ। କାହିଁକି ଭୁଲି ଯାଇଛେ? ଆମକୁ ସେଇଭଳି ପରିବେଶ, ସେଇଭଳି କଥା ଆମର ପିତା ଗୁରୁ, ମାତା ଗୁରୁ, କର୍ଣ୍ଣ ଗୁରୁ, ଶିକ୍ଷା ଗୁରୁ ଏ କଥା ଆମକୁ କେବେ କୁହନ୍ତି ନାହିଁ। ସମସ୍ତଙ୍କର ଧାରଣା ଥାଏ କାଳେ ପିଲାକୁ ଭଗବାନଙ୍କ କଥା କହିଲେ, ହରିକୃଷ୍ଣ କଥା କହିଲେ କାଳେ ପିଲାଙ୍କ ଭିତରେ ବୈରାଗ୍ୟ ଆସିଯିବ କି? ପିଲା କାଳେ ଘର ଦ୍ୱାର ଛାଡ଼ି ଚାଲିଯିବ କି? ତେଣୁ ଆଜିକାଲିର ପିତାମାତା ମାନେ ସନ୍ତାନମାନଙ୍କୁ ଏ କଥା କୁହନ୍ତି ନାହିଁ। ତାକୁ ଖେଳିବାକୁ ବଟେଇବେ, ତାକୁ ସ୍କୁଲକୁ ବଟେଇବେ, ତାକୁ ଫିଲ୍ମ ଦେଖିବାକୁ ବଟେଇବେ, ତାକୁ ମୋବାଇଲ ଦେଖିବାକୁ ବଟେଇବେ, କିନ୍ତୁ ତାକୁ ଭଗବତ ପ୍ରସଙ୍ଗ ବା ଭଗବତ କଥା, ତୁ ଜନ୍ମଗ୍ରହଣ କରୁଥିଲୁ ଭଗବାନଙ୍କ ପାଇଁ, ତୁ ସେଇଥିପାଇଁକି ଆସିଥିଲୁ, ସେ କର୍ମ ନ କରିବା ପର୍ଯ୍ୟନ୍ତ ତୁ ଆସୁଥିବୁ ଏବଂ ଯାଉଥିବୁ, ଏ କର୍ମ ଜଞ୍ଜାଳ
ଦୁଃଖ ଯନ୍ତ୍ରଣା କଷ୍ଟ ତୁ ଭୋଗ କରୁଥିବୁ, ଏହା ହିଁ ସତ୍ୟ। ସେ କେବେ ପିଲାଙ୍କୁ ଭାଗବତ ପ୍ରସଙ୍ଗ ବା କେଉଁଥିପାଇଁ ଜନ୍ମଗ୍ରହଣ କରିଥିଲୁ, ଯେତେକ ଯେଉଁ ପିତାମାତା ଜାଣିଛନ୍ତି ସେ ତାଙ୍କର ସନ୍ତାନମାନଙ୍କୁ ଏ କଥା କହନ୍ତି ନାହିଁ, ଡରରେ ଭୟରେ, କାଳେ ପିଲାଙ୍କ ଭିତରେ ବୈରାଗ୍ୟ ଆସିବ, କାଳେ ସେ ସାଧୁ ହେଇଯିବ ବା ସନ୍ଥ ହେଇଯିବ, ଘରଦ୍ୱାର ଛାଡ଼ି ଚାଲିଯିବ। ଏଇଭଳି ପରିବେଶ ଏଇ ଭାରତବର୍ଷରେ ଏବେ ସୃଷ୍ଟି ହୋଇଛି। ଭାରତବର୍ଷ ଦେବଭୂମି, ତପଭୂମି, ସାଧନାର ଭୂମି, ବୈରାଗ୍ୟ ଭୂମି। ବହୁତ ଜନ୍ମର ତପସ୍ୟା ଥିଲେ, ବହୁତ ଜନ୍ମର ସୁସଂସ୍କାର ଥିଲେ ଜଣେ ମାନବ କେବଳ ଭାରତବର୍ଷରେ ଜନ୍ମଗ୍ରହଣ କରେ। ଏ ଦେଶର ସଂସ୍କୃତି, ଏ ଦେଶର ପରମ୍ପରା ସମ୍ପୂର୍ଣ୍ଣ ଅଲଗା ଅଲଗା ଦେଶମାନଠୁ ସ୍ୱତନ୍ତ୍ର ଆଉ ଭିନ୍ନ। ତେଣୁ ଆମେ କ'ଣ ପାଇଁ ଜନ୍ମଗ୍ରହଣ କରିଥିଲେ, ଆମକୁ ସଦ୍ଗୁରୁ ବା ତତ୍ତ୍ୱଗୁରୁ ବତେଇ ଦିଅନ୍ତି, ମନୁଷ୍ୟ ଜନ୍ମର ଲାଭ ଯେବେ ଗୋବିନ୍ଦେ କରେ ଭାବ। ମଣିଷ ଜନ୍ମଗ୍ରହଣ କରିଛି ଗୋବିନ୍ଦଙ୍କୁ ଗୋବିନ୍ଦଙ୍କ ସହିତ ଭାବ କରିବା ପାଇଁ। We are born for self realization। ମନୁଷ୍ୟ ଜନ୍ମଗ୍ରହଣ କରିଛି ଭଗବତ ଦର୍ଶନ ଆଉ ଭଗବତ ଉପଲବ୍ଧି ପାଇଁ। ଏ କଥାଟିକୁ ଆପଣ ବାରମ୍ବାର ମନେ ରଖିବେ। ଆପଣ ଯେକୌଣସି କର୍ମ କରନ୍ତୁ, କିଛି ଯାଏ ଆସେ ନାହିଁ। ପ୍ରତ୍ୟେକ କର୍ମ ହିଁ ଭଗବତ କର୍ମ। କର୍ମକୁ ଭଗବାନ କରୁଛନ୍ତି ବୋଲି ଅନୁଭବ କରିବେ। ଭଗବତ ପିତାର୍ଥେ ଆପଣ କର୍ମ କରିବେ, କିନ୍ତୁ ଆପଣଙ୍କର ମୂଳ ଲକ୍ଷ୍ୟଟାକୁ କେତେବେଳେ ଆପଣ ଭୁଲି ଯିବେ ନାହିଁ। ଯେଉଁ ସିଚୁଏସନରେ, ଯେଉଁ ଅବସ୍ଥାରେ, ଯେଉଁଠି ଥାଆନ୍ତୁ, ବ୍ରାହ୍ମଣ ହେଇଥାନ୍ତୁ, କ୍ଷତ୍ରିୟ ହେଇଥାନ୍ତୁ, ବୈଶ୍ୟ ହେଇଥାନ୍ତୁ, ଶୂଦ୍ର ହେଇଥାନ୍ତୁ, ସନ୍ନ୍ୟାସ ହେଇଥାନ୍ତୁ, ବ୍ରହ୍ମଚାରୀ ହେଇଥାନ୍ତୁ, ନିଜର ମୂଳ ଲକ୍ଷ୍ୟଟିକୁ ସବୁବେଳେ ସ୍ମରଣ ରଖିଥିବେ ବା ମନେ ରଖିଥିବେ। କାହିଁକି ନା ସ୍ମରଣ ମନେ ରଖିଲେ ତା ପାଇଁ ଯେଉଁ କର୍ମ କରିବାକୁ ପଡ଼େ ଆପଣ ତାକୁ ଭୁଲିଯିବେ ନାହିଁ। ଯଦି ସ୍ମରଣ ନ ରଖିବେ, ମନେ ନ ରଖିବେ, ତେଣୁ ଭଗବତ ପ୍ରାପ୍ତି ପାଇଁ, ଭଗବତ ଦର୍ଶନ ପାଇଁ, ଭଗବତ ଉପଲବ୍ଧି ପାଇଁ ଯେଉଁ କର୍ମ କରାଯାଏ ଆପଣ ତାକୁ ଭୁଲିଯିବେ। ତେଣୁ ଚାରିଟି ଭୋଗ ହୁଏ, ସତ୍ୟ, ତ୍ରେତୟା, ଦ୍ୱାପର ଆଉ କଳି। ଆମେ ବର୍ତ୍ତମାନ କଳି ଯୁଗ ଚାଲିଛେ, ଆମେ ସମସ୍ତେ କଳି ଯୁଗର ମାନବ। ତେଣୁ କଳି ଯୁଗରେ ଭଗବାନଙ୍କୁ ପାଇବା ଅତି ସହଜ। ସବୁ ଶାସ୍ତ୍ରରେ ଏ କଥା ଲେଖା ଅଛି। ସବୁ ଯୁଗରେ ମୁନି ଋଷିମାନେ ହଜାର ହଜାର ବର୍ଷ ତପସ୍ୟା କରି ଭଗବାନଙ୍କୁ ଦର୍ଶନ ଏବଂ ଉପଲବ୍ଧି କରୁଥିଲେ। କାହିଁକି ସହଜ? ନା କଳିଯୁଗର ପରମାୟୁ 120 ବର୍ଷ। ସତ୍ୟଯୁଗର ପରମାୟୁ ଥିଲା 1,00,000 ବର୍ଷ। ତ୍ରେତୟା ଯୁଗର ପରମାୟୁ ଥିଲା 10,000 ବର୍ଷ। ଦ୍ୱାପର ଯୁଗର ପରମାୟୁ ଥିଲା 1,000 ବର୍ଷ। କଳିଯୁଗର 120 ବର୍ଷ। ତେଣୁ 120 ବର୍ଷ ଭିତରୁ କିଏ 80, କିଏ 85, କିଏ ବହୁତ କଷ୍ଟ ହୋଇପଡ଼ୁଛି। କାରଣ ସମସ୍ତେ ଆପଣ ଜାଣିଛନ୍ତି, ଆମର ଖାଦ୍ୟ ପାନୀୟ ପରିବେଶ ଦିନକୁ ଦିନ କଳୁଷିତ ହୋଇଯାଉଛି। ଲୋକ ଦିନକୁ ଦିନ ବେଶୀ ଚିନ୍ତାଗ୍ରସ୍ତ ହୋଇପଡ଼ୁଛି, ମାୟାଗ୍ରସ୍ତ ହୋଇପଡ଼ୁଛି, ମୋହଗ୍ରସ୍ତ ହୋଇପଡ଼ୁଛି। ତା ମୂଳରେ ଗୋଟିଏ କାରଣ ଅଛି, ସେ ଈଶ୍ୱରଙ୍କୁ ଭୁଲି ଯାଉଛି। ସେ ଭାବୁଛି ମୁଁ କର୍ତ୍ତା, ଆଉ କେହି କର୍ତ୍ତା ନୁହନ୍ତି। ମୋ ଦ୍ୱାରା ଏ କାମ ହେବ, ମୁଁ ଏ କାମ କରୁଛି, ମୁଁ ନ କଲେ କାମ ହେଇପାରିବ ନାହିଁ। ଭାଗବତରେ ପ୍ରମାଣ ଅଛି, ଦେହରେ କରି ଅହଙ୍କାର, ବୋଲଇ ସର୍ବକର୍ମ ମୋର, ବୋଲଇ କରୁଅଛି ମୁହିଁ, ମୋ ଠାରୁ କର୍ତ୍ତା ଭିନ୍ନ ନାହିଁ। ଆପଣମାନେ ସମସ୍ତେ ବୁଝିପାରିଲେ?
ଦେହରେ କରି ଅହଙ୍କାର ବୋଲଇ ସର୍ବକର୍ମ ମୋର ବୋଲଇ କରୁଅଛି ମୁଇଁ ଓ ଠାରୁ କର୍ତ୍ତା ଭିନ୍ନ ନାହିଁ। ଯେତେ ଆପଣ ସମୀକ୍ଷା କରନ୍ତୁ, ଯେତେ ଆପଣ ବିଚାର କରନ୍ତୁ, ଯେତେ ଆପଣ ଆଲୋଚନା କରନ୍ତୁ, ଯେତେ ସତ୍ସଙ୍ଗର ଆଶ୍ରୟ ନିଅନ୍ତୁ, ଯେତେ ଦେବାଦେବୀର ଉପାସନା ପୂଜା କରନ୍ତୁ, ଯେତେ ସତ୍ସଙ୍ଗ ଆପଣ ଶୁଣନ୍ତୁ, ଦେଖନ୍ତୁ ଆପଣଙ୍କ ଭିତରେ ମୁଁ ଭାବଟା, ମୋର ଭାବଟା କେତେବେଳେ ଯାଉନାହିଁ। ସବୁବେଳେ ଆପଣଙ୍କ ଭିତରେ ଦେହବୋଧ ଅବସ୍ଥାଟା ସବୁବେଳେ ରହୁଛି। ଯେତେ ଠାକୁର ପୂଜା କରନ୍ତୁ, ଯେତେ ଧ୍ୟାନ ଜପ କରନ୍ତୁ, ଯେତେ ହରିକୃଷ୍ଣ କଥା ଶ୍ରବଣ କରନ୍ତୁ, କୁହନ୍ତୁ, ଭଜନ କୀର୍ତ୍ତନ କରନ୍ତୁ, ଦେଖନ୍ତୁ କେତେ ରିଆକ୍ଟ ହେଉଛି, ମନ ଭିତରେ ହେଉଛି। କିଏ କ'ଣ ପଦେ କହିଦେଲେ ଆପଣ ଭିତରେ ପ୍ରତିକ୍ରିୟା ସାଥି ସାଥି ହେଉଛି। କିଏ ଭଲ କହିଲେ ବହୁତ ଖୁସି ଲାଗୁଛି, ଆନନ୍ଦ ଲାଗୁଛି। କିଏ ଟିକେ ଗାଇଡ଼ କରିଦେଲେ, କି ଭଲ କଥା ପଦେ କହିଦେଲେ ମନରେ କିଭଳି ଭାବରେ ପ୍ରତିକ୍ରିୟା ଆମ ଭିତରେ ହେଉଛି। ଯେ ନିଜ ମନକୁ ଦେଖିପାରିବ ବା ସମୀକ୍ଷା କରିପାରିବ, ୱାଚ୍ ୟୁର ଥଟ୍ସ, ୱାଚ୍ ୟୁର ମାଇଣ୍ଡ, ୱାଚ୍ ୟୁର ବ୍ରେଥ୍, ଯେ ନିଜର ଚିନ୍ତାଧାରାକୁ ଜାଣିପାରିବ, ନିଜର ମନୋଭାବକୁ ଜାଣିପାରିବ। ମୋ ଭିତରେ ସାତ୍ତ୍ୱିକ ଚିନ୍ତା ଆସୁଛି କି ରାଜସିକ ଚିନ୍ତା ଆସୁଛି କି ତାମସିକ ଚିନ୍ତା ଆସୁଛି। ଏ ଚିନ୍ତା ଭିତରୁ ଆସୁଛି ନା ବାହାରୁ ଆସୁଛି। ସମୀକ୍ଷା କରି ଦେଖିବେ ଆପଣ ଭିତରେ ଯାହା ଅଛି ତାହା ହିଁ ଆସୁଛି। ଯେଉଁ ସଂସ୍କାର ଆପଣ ଭିତରେ ମିଡ୍ ବ୍ରେନରେ, ଚିତ୍ତରେ ସଞ୍ଚିତ ଅଛି, ତାହା ହିଁ ବୁଦୁ ହିଁ ଆପଣ ଭିତରେ। କେଉଁ ଚିନ୍ତା ବାହାରୁ ଆସୁନାହିଁ। ଗୋଟେ କୋଠରୀରେ ବହୁତ ଦିନ ଏକାନ୍ତରେ ବସି ଦେଖନ୍ତୁ, କାହା ସହିତ ସମ୍ପର୍କ ରଖନ୍ତୁ ନାହିଁ, କାହା ସହିତ କିଛି ସମ୍ପର୍କ ରଖନ୍ତୁ ନାହିଁ, ଶାନ୍ତ ହୋଇ ଗୋଟେ ଜାଗାରେ ବସିକି ଦେଖନ୍ତୁ ଆପଣ ଭିତରେ କେତେ ଚିନ୍ତା ଆସୁଛି। ସକାରାତ୍ମକ ଚିନ୍ତା ଅଛି, ନକାରାତ୍ମକ ଚିନ୍ତା ଅଛି। ଏ ଚିନ୍ତା କେଉଁଠୁ ଆସୁଛି? ଅଲ୍ ଥଟ୍ସ ଆର୍ କମିଂ ଫ୍ରମ୍ ଇନିୟର୍, ନଟ୍ ଆଉଟସାଇଡ୍। ସବୁ ଚିନ୍ତା ଆପଣଙ୍କ ଭିତରୁ ହିଁ ଆସୁଛି। ଏ ଚିନ୍ତାର ପରିସମାପ୍ତି ନାହିଁ। ତେଣୁ ଆମେ କ'ଣ ପାଇଁ ଜନ୍ମଗ୍ରହଣ କରିଛେ, ସେଇଟା ହେଲା ଆମର ମୂଳ ଲକ୍ଷ୍ୟ। ଆମେ ଭଗବତ ଦର୍ଶନ, ଭଗବତ ଉପଲବ୍ଧି ପାଇଁ ଜନ୍ମଗ୍ରହଣ କରିଛେ। ଯେଉଁ ମୂଳ ସତ୍ତାରୁ ଆସିଛେ, ସେଇ ମୂଳ ସତ୍ତା ସହିତ ଆମେ କେମିତି ମିଶିଯିବା ବା ମର୍ଜ କରିଯିବା। ମିଳିଲେ କ'ଣ ହେବ? ଏଇ ପୃଥିବୀ ପୃଷ୍ଠରେ ଯାହା କିଛି କରୁଛେ ବା କରିବା, ସବୁକିଛି ଆମେ ଆନନ୍ଦ ପାଇଁ କରୁଛେ। କିନ୍ତୁ ଆମକୁ ଆନନ୍ଦ ହିଁ ପ୍ରାପ୍ତି ହେଉନାହିଁ। ଦେଖନ୍ତୁ, ପାଠ ପଢ଼ିଲେ ଆନନ୍ଦ ପାଇଁ, ଚାକିରି କଲେ ଆନନ୍ଦ ପାଇଁ, ବିବାହ କଲେ ଆନନ୍ଦ ପାଇଁ, ସନ୍ତାନ ଜନ୍ମଗ୍ରହଣ କଲେ ଆନନ୍ଦ ପାଇଁ, ଜାଗା କିଣି କୋଠାବାଡ଼ି କଲେ ଆନନ୍ଦ ପାଇଁ। ସମୀକ୍ଷା କରି ଦେଖନ୍ତୁ ଆପଣଙ୍କ ଭିତରେ ଆନନ୍ଦ ଅଛି? ଆପଣଙ୍କ ଭିତରେ ଆନନ୍ଦ ନାହିଁ। ମନ କିନ୍ତୁ ସବୁବେଳେ ଚାହେଁ ଆନନ୍ଦ। କାହିଁକି ନା ମନ ଆନନ୍ଦ ଧାମରୁ ଆସିଛି, ଆନନ୍ଦରେ ରହିବାକୁ ଚାହେଁ, ପୁଣି ଆନନ୍ଦ ଧାମକୁ ଫେରିଯିବାକୁ ଚାହେଁ। ସମସ୍ତେ ହସିବାକୁ ଭଲ ପାଆନ୍ତି, କେହି ଭଲ ପାଆନ୍ତି ନାହିଁ। ସମସ୍ତେ ଆନନ୍ଦରେ ରହିବାକୁ ଭଲ ପାଆନ୍ତି, କିନ୍ତୁ କେଉଁଥିରେ ହିଁ ଆନନ୍ଦ ନାହିଁ। ଆପଣମାନଙ୍କର ସମସ୍ତଙ୍କର କିଛି ଅନୁଭବ ଅଛି। ତେଣୁ ଏ କଳି ଯୁଗରେ ଭଗବାନଙ୍କୁ ପାଇବା ଅତି ସହଜ ଓ ଖୁବ୍ କମ୍ ସମୟ, କମ୍ ଦିନ, କମ୍ ବର୍ଷ ଲାଗେ। କ'ଣ ସେ କଥା ନା କଳିଯୁଗରେ ଅନଗତ ପ୍ରାଣ, ଅଳ୍ପ ଆୟୁଷ, ବହୁତ ବାଧାବିଘ୍ନ ପ୍ରତିବନ୍ଧକ, ପ୍ରାୟ ସମସ୍ତେ ରୋଗଗ୍ରସ୍ତ। ଦେଖନ୍ତୁ ଏବେ ସମସ୍ତେ ରୋଗଗ୍ରସ୍ତ। ଯାହାକୁ ଦେଖନ୍ତୁ ସେ ଗୋଟିଏ ରୋଗୀ। କେତେ ପ୍ରକାର ରୋଗ ସମସ୍ତଙ୍କ ଦେହରେ ପରିପୂର୍ଣ୍ଣ ହେଇ ରହିଛି।
ସମସ୍ତେ ରୋଗ ଭୋଗ କରୁଛନ୍ତି। କାରଣ ଦିନକୁ ଦିନ ସେ ଭଗବାନ ଠାରୁ ଦୂରେଇ ଯାଉଛି, ସମର୍ପଣ ଭାବ ତାରେ ନାହିଁ ଏବଂ ପ୍ରତ୍ୟେକ କର୍ମ କରିବାର କୌଶଳ ବା ସୂତ୍ରଟା ତାକୁ ଜଣା ନାହିଁ। ଯାହାଫଳରେ ସେ ଯେଉଁ କର୍ମ କରୁଛି ତାର ଫଳ ତାକୁ ହିଁ ଭୋଗ କରିବାକୁ ପଡ଼ୁଛି। ପୂର୍ବାର୍ଜିତ ପାପଂ ବ୍ୟାଧି ରୂପେଣ ପୀଡ଼ିତଂ। ପୂର୍ବର ଅର୍ଜିତ ପାପଟା ସେ କ'ଣ କରୁଛି ନା ବ୍ୟାଧି ରୂପରେ ଭୋଗ କରେ। ତେଣୁ ଏ କଳି ଯୁଗରେ ଭଗବାନଙ୍କୁ ପାଇବାର ସହଜ ମାର୍ଗଟା କ'ଣ? କ'ଣ ସହଜ ମାର୍ଗଟା? ଦେଖନ୍ତୁ, କାହାକୁ ସନ୍ତୁଷ୍ଟ କରିବାକୁ ହେଲେ ବା ବଶୀଭୂତ କରିବାକୁ ହେଲେ କିଛି ଦବାକୁ ପଡ଼େ। ଯାହାକୁ କିଛି ଦେଇଦେବେ ଏବଂ ଭଲ ମିଠା କଥା କହିବେ, କିଛି ଦେଇଦେବେ, ସେ ଲୋକ ସନ୍ତୁଷ୍ଟ ହେଇଯିବ, ଆପଣଙ୍କର ବଶୀଭୂତ ହେବ। ସମସ୍ତଙ୍କର ଅନୁଭବ ଅଛି। ତେଣୁ ଆମେ ଭଗବାନଙ୍କୁ କ'ଣ ଦେଇ ସନ୍ତୁଷ୍ଟ କରିବା, କ'ଣ ଦେଇ ଆମେ ବଶୀଭୂତ କରିବା ବା ତାଙ୍କୁ ପାଇବା? ମନରେ ପ୍ରଶ୍ନ ଉଠେ, ମୋର ଅଜସ୍ର ଟଙ୍କା ଅଛି, ମୋର ଘର ଦ୍ୱାର ଅଛି, ଜମିବାଡ଼ି ଅଛି, ସବୁ କିଛିରେ ମୁଁ ପରିପୂର୍ଣ୍ଣ ହେଇକି ରହିଛି, ମୋର ଅଭାବ କିଛି ନାହିଁ, ଆପଣ ମୋତେ କ'ଣ ଦେବେ? ଯାହା ଦେଲେ ମୁଁ ଆଉ ସନ୍ତୁଷ୍ଟ ହେବି କି? କାହିଁକି ନା ମୋର ସବୁ କିଛି ଅଛି। ତେଣୁ ଭଗବାନଙ୍କର କ'ଣ ନାହିଁ? ଯିଏ ଷଡ଼ ଐଶ୍ୱର୍ଯ୍ୟର ଅଧିକାରୀ, ଭଗଯୁକ୍ତବାନ ଇତି ଭଗବାନ, ଏ ସୃଷ୍ଟିଟା ଯାହାର, ଯାହା ଲୋମମୂଳରେ କୋଟି କୋଟି ବ୍ରହ୍ମାଣ୍ଡ ବିରାଜମାନ କରେ, ଯିଏ ସବୁକିଛି, ଯାହାଙ୍କ ପାଖରେ 33 କୋଟି ଦେବାଦେବୀ ସ୍ତୁତି କରୁଛନ୍ତି, ତାଙ୍କ ମହିମାକୁ ଗାନ କରୁଛନ୍ତି, ପୂଜା ଉପାସନା କରୁଛନ୍ତି, ତାଙ୍କର କ'ଣ ନାହିଁ? କ'ଣ ଆପଣ ତାଙ୍କୁ ଦେବେ? ଆପଣ ତ ତାଙ୍କରି ପାଖରୁ ଆସିଛନ୍ତି, ତାଙ୍କର ଅଂଶ ବିଶେଷ ଆପଣ ତାଙ୍କୁ କ'ଣ ଦେଇ ସନ୍ତୁଷ୍ଟ କରିବେ? ଥରେ ଚିନ୍ତା କରି ଦେଖନ୍ତୁ, ଭଗବାନଙ୍କର କ'ଣ ନାହିଁ ଆମେ ତାଙ୍କୁ ଦେବା। ଯାହାର ଯେଉଁ ଜିନିଷଟା ନଥାଏ ତାକୁ ସେଇ ଜିନିଷଟା ଅଫର କରିଦେଲେ ବା ଦେଇଦେଲେ ସେ ସନ୍ତୁଷ୍ଟ ହେଇଯାଏ ବା ବଶୀଭୂତ ଆମର ହେଇଯାଏ। ତେଣୁ ଭଗବାନଙ୍କର କ'ଣ ନାହିଁ? ତେଣୁ ଭଗବାନଙ୍କର ମନ ନାହିଁ। ତେଣୁ ତାଙ୍କୁ ଯଦି ଆମ ମନଟା ଦେଇଦେବା, ତାହେଲେ ତାଙ୍କ ନିକଟରେ ନିଜକୁ ଆମେ ସମର୍ପଣ କରିଦେବା, ତାହେଲେ ସେ ଆମକୁ ସନ୍ତୁଷ୍ଟ ହେଇଯିବେ। ଭଗବାନ ଆମକୁ ଦର୍ଶନ ଦେବେ ଏବଂ ଆମର ଉପଲବ୍ଧି ମଧ୍ୟ ହେବ। ଆମେ କେମିତି, କିଭଳି ଭାବରେ, କେଉଁ କୌଶଳରେ ଏ ମନଟାକୁ ଆମେ ତାଙ୍କୁ ଦେବା, କେମିତି ମନଟାକୁ ଅଫର କରିବା? ଆମେ ପ୍ରଥମ ଜାଣିବା ଭଗବାନ କେଉଁଠି ଅଛନ୍ତି। ଜାଣିଲେ ମନଟାକୁ ଦେବେ ନା, ଆଉ ନ ଜାଣିଲେ ମନଟା କ'ଣ କେବେ ଦେଇପାରିବେ? ଭଗବାନ କେଉଁଠି ଅଛନ୍ତି ମନରେ ପ୍ରଶ୍ନ ହେଇଛି। ଯଦି ଭଗବାନ ସବୁଠାରେ, ସବୁଠି, ସବୁ ସ୍ଥାନରେ ପରିପୂର୍ଣ୍ଣ ହେଇ ଅଛନ୍ତି, ତାହେଲେ ଆପଣ ଦେଖିଛନ୍ତି? ଯଦି ସବୁ ସ୍ଥାନରେ ସକଳ ଦେହେ ନାରାୟଣ ବସନ୍ତି ଅନାଦି କାରଣ, ସକଳ ଭୂତେ ବାସ ମୋର, ମୁଁ ଆତ୍ମା ଜଗତ ଈଶ୍ୱର, ସକଳ ଜୀବେ ନରହରି ବସଇ ଆତ୍ମା ରୂପ ଧରି, ଈଶ୍ୱର ସର୍ବଭୂତାନାଂ ହୃଦୟେଷୁ ଅର୍ଜୁନ ଏକ ଦେବ ସର୍ବଭୂତେଷୁ ଗୂଢ଼। ଯଦି ସବୁ ଶାସ୍ତ୍ର କହୁଛି, ଗୀତା, ଭାଗବତ, ଉପନିଷଦ କହୁଛି, ସବୁ ଜାଗାରେ, ସବୁ ସ୍ଥାନରେ, ସବୁଠି ପରିପୂର୍ଣ୍ଣ ଭାବରେ ଭଗବାନ ଅଛନ୍ତି, ତାହେଲେ ଆପଣ କାହିଁ ଦେଖିପାରୁନାହାନ୍ତି? କାହିଁକି ଅନୁଭବ କରିପାରୁନାହାନ୍ତି? କାରଣ ଆମେ ଦେଖିବା ପାଇଁ, ଅନୁଭବ ପାଇଁ ସେ କର୍ମ ଆମେ କରିନେ। ଯେଉଁ କର୍ମ ଦ୍ୱାରା ତାଙ୍କୁ ଦର୍ଶନ କରିହୁଏ, ଉପଲବ୍ଧି କରିହୁଏ, ଅନୁଭବ କରିହୁଏ,
ସେ କର୍ମ ଆମେ କରୁନେ। ଯଦି କରୁନେ ତାହେଲେ ଆମେ ଦର୍ଶନ ଉପଲବ୍ଧି ଅନୁଭବ କେମିତି କରିବା? ସ୍କୁଲକୁ ଗଲେ, ପାଠ ପଢ଼ିଲେ, ଶିକ୍ଷା ଲାଭ କଲେ କ'ଣ ଲେଖା ଅଛି ଶାସ୍ତ୍ରରେ ଆମେ ତ ବୁଝିପାରିବା ବା ଜାଣିପାରିବା। ତେଣୁ ଭଗବତ ଉପଲବ୍ଧି, ଭଗବତ ଅନୁଭବ ପାଇଁ ଆମେ ସ୍କୁଲ ବା କଲେଜକୁ ଯାଇନେ। ସେ ପାଠ ଆମେ ଏପର୍ଯ୍ୟନ୍ତ ପଢ଼ିନେ। ଶୂନ୍ୟ କଲେଜରେ ଆମେ ନାଁ ଲେଖେଇନେ। ଯଦି ନାଁ ଲେଖେଇଛେ ଆମ ସେ ପାଠ ପଢ଼ିବା ପାଇଁ ମନରେ ଶ୍ରଦ୍ଧା, ବ୍ୟାକୁଳତା, ଆଗ୍ରହ, ଉତ୍ସାହ, ଉଦ୍ଦୀପନା ଆମ ଭିତରେ ସେତିକି ନାହିଁ, ଯାହାଫଳରେ ଆମେ ଦର୍ଶନ ଉପଲବ୍ଧିରୁ ବଞ୍ଚିତ ହେଉଛେ। ଜୀବନଟା ଆନନ୍ଦ ଆଉ ପ୍ରେମମୟ ହେଇପାରୁନି। ତେଣୁ ମନଟାକୁ କେମିତି ଦେବା? ଯଦି ଭଗବାନ ସର୍ବତ୍ର ବିଦ୍ୟମାନ ତାହେଲେ ଆମେ କେମିତି ମନକୁ ଦେବା? ତେଣୁ ଶାସ୍ତ୍ର ଲେଖା ଅଛି, ପିଣ୍ଡ ବ୍ରହ୍ମାଣ୍ଡ ଏକମତ, ଜାଣନ୍ତି ସୁଜ୍ଞାନୀ ପଣ୍ଡିତ, ଯାହା ଅଛି ବ୍ରହ୍ମାଣ୍ଡେ ତାହା ଅଛି ଦେହ ଭାଣ୍ଡେ। ତେଣୁ ଏ ଦେହରେ ସବୁ କିଛି ଅଛି, ଅଛି ତା ଦେହରେ ଅଛି, ଯାହା ଦେହରେ ଅଛି ତା ବ୍ରହ୍ମାଣ୍ଡରେ ଅଛି। ତେଣୁ ପାଖରେ ଥିବା ବସ୍ତୁକୁ ଯଦି ଆମେ ଦେଖିପାରୁନେ, ଦୂରରେ ଥିବା ବସ୍ତୁକୁ ଆମେ କିଭଳି ଭାବରେ ଦେଖିବା? ତେଣୁ ଈଶ୍ୱର ନିଜ ଭିତରେ ଅଛନ୍ତି। ଆମକୁ ଆଗ ବିଷୟରେ ଜ୍ଞାନ ଲାଭ କରିବାକୁ ପଡ଼ିବ। ତେଣୁ ଈଶ୍ୱର କେଉଁଠି ଅଛନ୍ତି? ନା ଶରୀର ଭିତରେ ଅଛନ୍ତି। ଆମ ଶରୀର ଭିତରେ 7ଟି ଚକ୍ର ଅଛି। ଯେଉଁମାନେ ଦୀକ୍ଷିତ ଲୋକ ସମସ୍ତେ ଆପଣ ଜାଣିଛନ୍ତି। ପ୍ରଥମ ଚକ୍ର ନାଁ ହେଉଛି ମୂଳାଧାର, ଯାହା ଉପରେ ଆମେ ବସିଛେ। ତା ଉପରକୁ ସ୍ୱାଧିଷ୍ଠାନ, ତା ଉପରକୁ ମଣିପୁର ଚକ୍ର, ତା ଉପରକୁ ଅନାହତ ଚକ୍ର, ତା ଉପରକୁ ବିଶୁଦ୍ଧ ଚକ୍ର, ତା ଉପରକୁ ଆଜ୍ଞା ଚକ୍ର, ତା ଉପରକୁ ସହସ୍ରା ବା ସବୁ ଶେଷ, ସବୁର ପରିସମାପ୍ତି, ତାକୁ ଆମେ ସହସ୍ରା କହୁ। ସେଇ ସହସ୍ରା ଚକ୍ରରେ ପରମାତ୍ମା ପରମ ବ୍ରହ୍ମ ବା ଜଗତର ନାଥ ଜଗନ୍ନାଥ କ'ଣ କରୁଛନ୍ତି? ନା ବିରାଜମାନ କରୁଛନ୍ତି। ତେଣୁ ସେଇଠିକି ଯଦି ମନଟା ଆମେ ଦେଇଦେବା ବା ପରମାତ୍ମା ପରମ ବ୍ରହ୍ମ ପାଖରେ ମନଟାକୁ ଦେଇଦେବା, ତାହେଲେ ଆମେ ତାଙ୍କୁ ଦର୍ଶନ ଆଉ ଉପଲବ୍ଧି କରିପାରିବା। ତେଣୁ ଭଗବାନଙ୍କୁ କ'ଣ ଦେବା? ନା ତାଙ୍କର ତ ସବୁ କିଛି ଅଛି, କେବଳ ମନଟିଏ ନାହିଁ। ଆମେ ମନଟିଏ ତାଙ୍କୁ କେମିତି ଦେବା? ତେଣୁ ମନଟିକୁ ଦେଇଦେବାଟା ଯିଏ ଦେଇପାରିଲା ତାର ଉପଲବ୍ଧି ଏବଂ ଦର୍ଶନ ହେଇଯିବ। ସେଥିପାଇଁ ଫୁଲ, ଫଳ, ଧୂପ, ଦୀପ, ନୈବେଦ୍ୟର ଆବଶ୍ୟକତା ନାହିଁ, କେବଳ ମନଟିଏ ଦରକାର। ଦେଖନ୍ତୁ, এই ସଂସାର ଭିତରେ ରହି ସମ୍ଭବପର? ନିଶ୍ଚିନ୍ତ ସମ୍ଭବପର। ସବୁ ମୁନି ଋଷି ସାଧୁ ସନ୍ଥମାନେ କହିଛନ୍ତି ଏହି ସଂସାର ଭିତରେ ରହି ଈଶ୍ୱର ପ୍ରାପ୍ତି ଦର୍ଶନ ହେଇପାରିବ। ତେଣୁ ସଂସାରରେ କିଛି ଦୁଃଖ, କଷ୍ଟ, ଯନ୍ତ୍ରଣା କିଛି ନାହିଁ। ସଂସାରଟା ଆନନ୍ଦରେ ପରିପୂର୍ଣ୍ଣ। ଆପଣ ଭାବୁଛନ୍ତି ସଂସାରରେ ଦୁଃଖ ଅଛି, ଯନ୍ତ୍ରଣା ଅଛି, କଷ୍ଟ ଅଛି, ବାଧାବିଘ୍ନ ପ୍ରତିବନ୍ଧକ ଅଛି। ଯଦି ଥାନ୍ତା ତ ସମସ୍ତଙ୍କ ପାଇଁ ଥାନ୍ତା, ହେଲେ ଜଣକ ପାଇଁ ଅଛି, ଆଉ ଜଣ ପାଇଁ କାହିଁକି ନାହିଁ? ସବୁ ଦୁଃଖ, ଯନ୍ତ୍ରଣା, କଷ୍ଟ, ବାଧା, ବିଘ୍ନ ସବୁ ତମ ମନ ଭିତରେ ଅଛି। ଜନ୍ମ ଜନ୍ମାନ୍ତର ସଂସ୍କାର ତମ ଭିତରେ ଯେମିତି ଅଛି, ଯେମିତି କର୍ମ କରି ଆସିଛ, ଯେମିତି ଯାହା ତମ ଭିତରେ ଡିପୋଜିଟ୍ ହେଇ ଅଛି, ତାହା ତୁମର ମନ ରୂପରେ ହିଁ ବାହାରୁଛି। ତେଣୁ ଏ ମନକୁ ଦବାକୁ ହେଲେ ପ୍ରଥମ ଚକ୍ରରୁ ଆମର ଆସୁଛି ଅର୍ଥ ଚିନ୍ତା। ମଣିଷ ଅର୍ଥ ଚିନ୍ତାକୁ ଛାଡ଼ିବ। ଅର୍ଥ ଚିନ୍ତାକୁ ଛାଡ଼ିବା ତ ଯେ ପଇସାର ଚିନ୍ତା ରହିବନି। ପଇସାର ଆବଶ୍ୟକତା ଅଛି। ପଇସା ପ୍ରତି ଲୋଭଗ୍ରସ୍ତ ହେବନି, ପଇସା ପ୍ରତି ମୋହଗ୍ରସ୍ତ ହେବନି। କିନ୍ତୁ ପଇସା ଚିନ୍ତା ତା ମନରେ ନଥିବ,
ପୂର୍ବଜନ୍ମ ସଂସ୍କାରରୁ ଯାହାକୁ ଯେତିକି ପ୍ରାପ୍ତି ହେବାର ଅଛି ସେତିକି ପ୍ରାପ୍ତି ହେବ। ଆପଣ ଯେଉଁଠି ଥାନ୍ତୁ, ଯେଉଁଠି ବସନ୍ତୁ, ଯାହା କରନ୍ତୁ, ଭାଗବତରେ ଲେଖା ଅଛି, ପୂର୍ବ ସଞ୍ଚିତ କର୍ମ ଫଳେ ଯାଚି ମୁଁ ଦେଉଥାଏ ବଳେ। ପୂର୍ବ ଅର୍ଜିଲା କର୍ମ ନାହିଁ, ଏବେ ଲୋଡ଼ିଲେ ପାଇବୁ କାହିଁ। କର୍ମ ଅଧିକୁ ଯିଏ ଲୋଡ଼େ ଚୋର ପାଏ। ଆମର ଏ ବିଷୟରେ ଜ୍ଞାନ ହେଲେ ଆମର ଆଉ ଧନପତି ଆଉ ଆସକ୍ତି ରହିବ ନାହିଁ, ଆଉ କାମନା ରହିବ ନାହିଁ। ନିଶ୍ଚିନ୍ତ ଭାବରେ ଆମକୁ ଯାହା ପ୍ରାପ୍ତି ଅଛି ତାହା ହିଁ ମିଳିବ ମିଳିବ ମିଳିବ। ଆପଣ ସାରା ମରୁଭୂମିରେ ରୁହନ୍ତୁ କି ସମୁଦ୍ର ମଝିରେ ରୁହନ୍ତୁ, ସେ ଆପଣଙ୍କୁ ନିଶ୍ଚିନ୍ତ ଭାବରେ ହିଁ ପ୍ରାପ୍ତି ହେବ। ଆମେ ଅଜ୍ଞାନତାରୁ, ଅହଙ୍କାରରୁ ଆମେ କେମିତି ରାତାରାତି କୋଟିପତି ହେବା, କି ଲକ୍ଷପତି ହେବା, କି ହଜାରପତି ହେବା, ସେଇ ଚିନ୍ତାରେ ଆମେ ବ୍ୟସ୍ତ ହୋଇ ପଡ଼ୁଛେ, କିନ୍ତୁ କିଛି ରେଜଲ୍ଟ ମିଳେ ନାହିଁ। ଦେଖୁନାହାନ୍ତି, ଯିଏ ଧନୀ ଲୋକ ଧନୀ, ଯିଏ ମଧ୍ୟମ ଲୋକ ସେ ମଧ୍ୟମ, ଯେଉଁମାନେ ଗରିବ ଶ୍ରେଣୀ ଲୋକ ତ କହିବାଟା ଠିକ୍ ନୁହେଁ, ସମସ୍ତେ ଭଗବାନ। ଯେଉଁମାନେ ପରିଶ୍ରମ କରୁଛନ୍ତି, ଅଜସ୍ର ପରିଶ୍ରମ କରୁଛନ୍ତି, ସେମାନେ କ'ଣ କେବେ ଧନୀ ହେଇପାରୁଛନ୍ତି? କିଏ ଦିନସାରା ପରିଶ୍ରମ କରି ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି, ଗୋଟେ ଲୋକ 500 ଟଙ୍କା ବି ରୋଜଗାର କରିପାରୁନି, ଗୋଟେ ଲୋକ 5000 ଟଙ୍କା ରୋଜଗାର କରୁଛି, ଗୋଟେ ଲୋକ 50,000 ଲକ୍ଷ ବି ଦିନକୁ ରୋଜଗାର କରୁଛି। କାରଣ କ'ଣ? ପୂର୍ବ ସଞ୍ଚିତ କର୍ମ ଫଳେ ଯାଚି ମୁଁ ଦେଉଥାଏ ବଳେ। ତେଣୁ ଯାଚିକି ଭଗବାନ ଦିଅନ୍ତି, ପୂର୍ବଜନ୍ମ ସଂସ୍କାର ପ୍ରାପ୍ତି ହେଇଥାଏ। ତେଣୁ ଆମେ ଅର୍ଥ ଚିନ୍ତାରୁ ଯଦି ମୁକ୍ତ ହେଇପାରିବା, ତାହେଲେ ଈଶ୍ୱରାଭିମୁଖୀ ହେଇପାରିବା। ତାପରେ ଯୌନ ଚିନ୍ତା, କାମ ଚିନ୍ତା, ଯେହେତୁ ଆମେ ଖାଦ୍ୟ ଖାଉଛେ, ଆମକୁ ନିଶ୍ଚିନ୍ତ ଭାବରେ ଝାଡ଼ା ଲାଗିବ, ପାଣି ପିଉଛେ ପରିସ୍ରା ଲାଗିବ, ଏବଂ ଆମେ ଶକ୍ତି ଏନର୍ଜି କିଛି ଖାଦ୍ୟର ସାରାଂଶରୁ ଆମେ ପାଇବା। ନିଶ୍ଚିନ୍ତ ଭାବରେ ନିଦ୍ରା ହେବ, ନିଶ୍ଚିନ୍ତ ଭାବରେ ଆମର ମୈଥୁନ ଚିନ୍ତା ହିଁ ଆସିବ, କାମ ଚିନ୍ତା ହିଁ ଆସିବ। ସେଟା ଦେହର ଧର୍ମ। କଣ୍ଟ୍ରୋଲ କରିବା, ଆୟତ କରିବା ଏତେ ସହଜ ନୁହେଁ। ଯେମିତି ଶୋଇବାଟାକୁ କଣ୍ଟ୍ରୋଲ କରିପାରୁନାହାନ୍ତି, ସେମିତି କାମ ଚିନ୍ତା ମଧ୍ୟ ଆସିବ। ତେଣୁ ଗୃହସ୍ଥାଶ୍ରମ ରହି ବା ବ୍ରହ୍ମଚାରୀ ସନ୍ନ୍ୟାସ ହୋଇ ଆମେ କିଭଳି ଭାବରେ କାମ ଚିନ୍ତାକୁ ନିୟନ୍ତ୍ରଣ କରିପାରିବା, ଆୟତ କରିପାରିବା, ତାର କୌଶଳ ତତ୍ତ୍ୱଗୁରୁ ଆପଣଙ୍କୁ ବତେଇ ଦେବେ। ଯଦି ଭଗବାନଙ୍କ ପାଖରେ ମନକୁ ଦେବେ, ଅଫର କରିବେ, ପ୍ରେୟାର କରିବେ, ସେ ତ ବାଞ୍ଛା ଗଳ୍ପତରୁ, ସେ ତ ଅନ୍ତର୍ଯାମୀ ନାଥ, ସେ ତ ଭକ୍ତାଧୀନ, ଯିଏ ଯାହା ମାଗେ ସେ ତା ଦିଅନ୍ତି। ଯଦି ବ୍ୟାକୁଳ ହୋଇକି ଆପଣ ପ୍ରାର୍ଥନା କରିବେ, ପ୍ରଭୁ ମୋତେ ଏହି କାମ ଚିନ୍ତାରୁ ନିବୃତ୍ତି କରାଇ ଦିଅ, ମୋ ଭିତରେ କୌଣସି କାମ ଚିନ୍ତା ନ ରହୁ, ଯଦି ବାରମ୍ବାର ଆପଣ ପ୍ରେୟାର କରିବେ ଆଉ ସେଇଭଳି ସାଧନା ଆପଣ ଶିଖିକି କରି, ଆପଣ ଭିତରେ ଚିନ୍ତା ନିବୃତ୍ତ ହେଇଯିବ। ମନ ଯଦି କାମିନୀ କାଞ୍ଚନରୁ ନିବୃତ୍ତ ହେବ, ତାପରେ ମନ କେଉଁଠିକି ଯିବ ନା ଖାଦ୍ୟ ପାଖକୁ ଯିବ। ତାର ଖାଦ୍ୟ ଲାଳସା, ପ୍ରତି ଲୋକର ଖାଦ୍ୟ ଲାଳସା ରାତି ପାଇଲେ ସମସ୍ତେ କହୁଛନ୍ତି ରୋଷେଇ କରିବା, ଖାଇବା, ଶଯ୍ୟାକୁ ଯିବା ପର୍ଯ୍ୟନ୍ତ। ଆଉ ବିଭିନ୍ନ ପ୍ରକାର ଆଇଟମ୍ ପ୍ରସ୍ତୁତ କରୁଛନ୍ତି ଖାଇବା ପାଇଁ। ତା ପେଟକୁ ଗଲେ ଗୋଟିଏ ଷ୍ଟୋମାକ ଭିତରେ ସବୁ ଖାଦ୍ୟ ରହିଯାଏ। କେବଳ ଖାଦ୍ୟର ଟେଷ୍ଟ କେହି ନିଅନ୍ତି ନାହିଁ, କେବଳ 2.5 ଇଞ୍ଚର ଜୁହା ଆଉ ଆପଣଙ୍କର ମନଟା ହିଁ ନିଅନ୍ତି। ଯିଏ ମନକୁ ନିୟନ୍ତ୍ରଣ କରିଛି, ଜୁହା ତାର କିଛି କରିପାରିବ ନାହିଁ। ତେଣୁ ସିଝା ଖାଇହେବ, ଅଲଣା ଖାଇହେବ, ବିନା ଖାଦ୍ୟରେ ମଧ୍ୟ ବଞ୍ଚି ହେବ, ବିଭିନ୍ନ ତେଲ ମସଲା ଯୁକ୍ତ ଖାଦ୍ୟ ଆପଣ ମଧ୍ୟ ଖାଇପାରିବେ। ଯଦି ଖାଦ୍ୟ ଚିନ୍ତାରୁ ନିବୃତ୍ତ ହେଲେ ମନ ପଳାଇବ ଅନାହତ ଚକ୍ରକୁ। ଅନାହତ ଚକ୍ରରେ ମୁଁ ମୋର ଭାବ ଆଉ ସେଣ୍ଟିମେଣ୍ଟାଲ, ମୋ ପୁଅ, ମୋ ଝିଅ, ମୋ ଘର, ମୋ ଦ୍ୱାର, ମୋ ସ୍ତ୍ରୀ, ମୋ ଜମି, ମୋ ବାଡ଼ି। ଦେଖନ୍ତୁ, ଏଇ କଥା କହିଲା ବେଳେ ଆପଣଙ୍କ ଭିତରେ ଭାଇବ୍ରେସନ୍ ହେଉଛି ହାର୍ଟରେ। ଠିକ୍ ଏଇ ଜାଗାରେ ଦେଖିବେ ଆପଣଙ୍କ ଭିତରେ ଭାଇବ୍ରେସନ୍ ହେଉଛି। ଯଦି ସାଧନା କରିବେ, ଭଗବାନଙ୍କୁ ପ୍ରେୟାର କରିବେ, ଆପଣ ମନ ଏ ଭାବନାରୁ ଉର୍ଦ୍ଧ୍ୱକୁ ପଳାଇବ। କେଉଁଠିକି ନା ବିଶୁଦ୍ଧ ଚକ୍ରକୁ।
ବିଶୁଦ୍ଧ ଚକ୍ରରେ ଗଲେ ଆପଣ ଭଜନ କରିବାକୁ ଇଚ୍ଛା ହେବ, କୀର୍ତ୍ତନ କରିବାକୁ ଇଚ୍ଛା ହେବ, ନାମ ଜପ କରିବାକୁ ଇଚ୍ଛା ହେବ, ପୂଜା ପାଠ କରିବାକୁ ଇଚ୍ଛା ହେବ, ସାଧୁସଙ୍ଗ କରିବାକୁ ଇଚ୍ଛା ହେବ, ସ୍ୱାଧ୍ୟାୟ କରିବାକୁ ଇଚ୍ଛା ହେବ, ତୀର୍ଥ ଗମନ ଯାତ୍ରା କରିବାକୁ ଇଚ୍ଛା ହେବ, ସତ୍ସଙ୍ଗରେ ଅଂଶଗ୍ରହଣ କରିବା ପାଇଁ ଆପଣଙ୍କ ଭିତରେ ଇଚ୍ଛା ହେବ। କିନ୍ତୁ ଆ ଭିତରେ ସାମ୍ପ୍ରଦାୟିକ ଭାବ ରହିଯାଏ, ସଂକୀର୍ଣ୍ଣତା ରହିଯାଏ, ବିଭିନ୍ନ ଗୁରୁଙ୍କ ପାଖକୁ ସାଧୁଙ୍କ ପାଖକୁ ଯିବାକୁ ଇଚ୍ଛା ହେବ ଏବଂ ଯାଇକି ବିଭିନ୍ନ ସାମ୍ପ୍ରଦାୟରେ ବିଭିନ୍ନ ଗୁରୁଙ୍କ ଭିତରେ ସାଧକ କ'ଣ କରେ ନା ବାନ୍ଧି ହେଇ ପଡ଼େ। ଯେ ସବୁଆକୁ ତ୍ୟାଗ କରି ଯିବ ସେ ଯାଏଁ ଆଜ୍ଞା ଚକ୍ରରେ ପହଞ୍ଚିବ। ଆଜ୍ଞା ଚକ୍ରରେ ପହଞ୍ଚିଲେ କ'ଣ ହେବ ନା ସେଠି ଆତ୍ମାର ସ୍ଥିତି, ଆନନ୍ଦର ସ୍ନାନ ଏବଂ ସେଠାରେ ସାଧକକୁ ଅନେକ ବିଭୂତି ମିଳେ ଏବଂ ଅନେକ ଐଶ୍ୱର୍ଯ୍ୟ ମିଳେ। ବିଭିନ୍ନ ଦେବାଦେବୀଙ୍କର ଦର୍ଶନ ହୁଏ, ସାଧୁସନ୍ଥ ମହାପୁରୁଷଙ୍କର ଦର୍ଶନ ହୁଏ। ସାଧକ କ'ଣ କରେ, ଯଦି ସବୁଆକୁ ତ୍ୟାଗ କରି ଆହୁରି ଆଗକୁ ବଢ଼ିବାକୁ ଚାଲିବ, ସେ ଯାଇ କେଉଁଠି ନା ସହସ୍ରାରେ ପହଞ୍ଚିବ। ସେତେବେଳେ ପରମାତ୍ମା ପରମବ୍ରହ୍ମ ପାଖରେ ମନଟିକୁ ଦବ। ଦେଖନ୍ତୁ, ଆପଣମାନଙ୍କର ମନ ବା ସମସ୍ତଙ୍କର ମନ, କୌଣସି ବ୍ୟକ୍ତି ବିଶେଷକୁ ଏ କଥା ଆକ୍ଷେପ କରି କୁହା ହେଉନାହିଁ। ଦେଖନ୍ତୁ, ଏ ମନଟା ଭଗବାନଙ୍କୁ ଦବା କଥା, ଈଶ୍ୱରଙ୍କୁ ଦବା କଥା ସଂସାର ଭିତରେ। କିନ୍ତୁ ଏ ମନଟିକୁ ଆମେ କୁଆଡ଼େ ଦେଉଛେ? କହିଗଲି ଶୁଣିଲେ କେତେବେଳେ ଟଙ୍କାରେ ବନ୍ଧା ପଡ଼ିଛେ, କେତେବେଳେ ସ୍ତ୍ରୀ ପାଖରେ ବନ୍ଧା ପଡ଼ିଛେ, କେତେବେଳେ ଖାଦ୍ୟରେ ବନ୍ଧା ପଡ଼ିଛେ, କେତେବେଳେ ଜମିବାଡ଼ି ଟଙ୍କା ପଇସା ପୁଅ ଝିଅ ପାଖରେ ବନ୍ଧା ପଡ଼ିଛେ, କେତେବେଳେ ମନ କୌଣସି ସତ୍ସଙ୍ଗ ଗୁରୁ ମନ୍ଦିର ତୀର୍ଥ ଏଥିରେ ବନ୍ଧା ପଡ଼ିଯାଇଛି। କିନ୍ତୁ ଏ ମନ ଭଗବାନଙ୍କ ପାଖରେ ବନ୍ଧା ପଡ଼ୁନାହିଁ। ତେଣୁ ସଂସାର ଭିତରେ ରହି ଆମେ ଗୃହସ୍ଥ ଆଶ୍ରମରେ ରହି ଏ ମନକୁ କେମିତି ଭଗବାନଙ୍କ ଚରଣାର ବିନ୍ଦରେ ସମର୍ପଣ କରିଦେବା, ସେ କଥାଟା ହେଉଛି ଇମ୍ପୋର୍ଟାଣ୍ଟ କଥା। ସେଇଥିପାଇଁ ଆମେ ଜନ୍ମଗ୍ରହଣ କରିଛେ। ହରି ଚରଣେ ଯାର ଶ୍ରଦ୍ଧା, ତାକୁ ନ ଲାଗେ ଭବ ବାଧା। ମୋର ଚରଣ ଯେ ଚିନ୍ତଇ, ସଂସାରେ ତାର ନାହିଁ। ମୋର ଚରଣ ଯେ ଚିନ୍ତଇ, ତେଣୁ ତାର ଚରଣଟା ହେଉଛି ସହସ୍ରା। ସେଇ ସହସ୍ରାରେ ମନ ପ୍ରାଣକୁ ଯେ ରଖିପାରିଲେ ସଂସାରରେ ତାର ଭୟ ଆଉ ନାହିଁ। ହରିଚରଣେ ଯାର ଶ୍ରଦ୍ଧା, ହରିଚରଣରେ ଯାର ଶ୍ରଦ୍ଧା ରହିଲା, ତାକୁ କୌଣସି ଭବବାଧା ଲାଗିବନି। ଏ ସଂସାରରେ ଭବସାଗରରେ ଅନେକ ବାଧା, ଅନେକ ବିଘ୍ନ, ଅନେକ ପ୍ରତିବନ୍ଧକ, କିଛି ଲାଗିବ ନାହିଁ। ମୋର ଚରଣ ଯେ ଚିନ୍ତଇ, ସଂସାରରେ ତାର ଭୟ ନାହିଁ। ତେଣୁ ତାର ଚରଣକୁ ଯଦି ଚିନ୍ତା କରିବେ, ତା ଚରଣକୁ ଯଦି ଧ୍ୟାନ କରିବେ, ଆପଣଙ୍କର କୌଣସି ଅସୁବିଧା ହେବ ନାହିଁ। ଆପଣ ଜନ୍ମ ସାର୍ଥକ ହେଇଯିବ। ତେଣୁ କଳିଯୁଗରେ ଅତି ସହଜ ଟେକ୍ନିକ୍, ଇଜି ଟେକ୍ନିକ୍, ସିଓର ଟେକ୍ନିକ୍, ସାଇଣ୍ଟିଫିକ୍ ଟେକ୍ନିକ୍ ହେଉଛି ତୁମେ ଭଗବାନଙ୍କୁ, ଆମେ ଭଗବାନଙ୍କୁ ଭଲ ପାଉନେ, ଭଗବାନଙ୍କର ଐଶ୍ୱର୍ଯ୍ୟକୁ ବିଭୂତିକି ଭଲ ପାଉଛେ, ଟଙ୍କାକୁ ଭଲ ପାଉଛେ, ଜମିକି ଭଲ ପାଉଛେ, ବିଭିନ୍ନ ଫୁଲ ଫଳକୁ ଭଲ ପାଉଛେ, କାମିନୀ କାଞ୍ଚନକୁ ଭଲ ପାଉଛେ। ଯାହା ଆପଣ ସୃଷ୍ଟିରେ ଭଲ ପାଉଛନ୍ତି ସବୁ ଈଶ୍ୱରଙ୍କର ବିଭୂତି, ସବୁ ଈଶ୍ୱରଙ୍କର ସୃଷ୍ଟି। କିନ୍ତୁ ଆମେ ସ୍ରଷ୍ଟାକୁ ଭଲ ପାଉନେ। କି ସ୍ରଷ୍ଟାକୁ ଭଲ ପାଉଛନ୍ତି? କାହିଁକି ଭଲ ପାଉନେ ନା ଆମେ ସ୍ରଷ୍ଟାକୁ ଦେଖିନେ, ସୃଷ୍ଟି ବିଷୟରେ ଜାଣିନେ, ସ୍ରଷ୍ଟାଙ୍କର ଶକ୍ତି ବିଷୟରେ ଆମେ ଜାଣିନେ, ସ୍ରଷ୍ଟା କେମିତି କିଭଳି ଆମେ ଜାଣିନେ। ସ୍ରଷ୍ଟା ଯେ କେତେ କୋମଳ, କେତେ ଯେ ଭାବମୟ, କେତେ ଯେ ଜ୍ଞାନମୟ, କେତେ ଯେ ଐଶ୍ୱର୍ଯ୍ୟମୟ, କେତେ ଯେ ପ୍ରେମମୟ, କେତେ ସେ ଭକ୍ତାଧୀନ, ସେ ଭକ୍ତଙ୍କର ସବୁ ଭକତ ଲାଗି ମୋର ଅବତାର। ଆଉ ଏକଥା ଆମେ ଭଲ ଭାବରେ ଜାଣିନେ। ତେଣୁ ସତ୍ସଙ୍ଗର ଆଶ୍ରୟ ନେଲେ, ସ୍ୱାଧ୍ୟାୟ କଲେ, ତତ୍ତ୍ୱଗୁରୁଙ୍କର ଶରଣାପନ୍ନ ହେଲେ ଆମେ ଭଗବାନଙ୍କ ବିଷୟରେ ଜାଣିପାରିବା। ଜାଣିଲା ପରେ କ'ଣ ହେବ ନା ଭଗବାନଙ୍କୁ ଆମେ ଭଲ ପାଇବା ଆସିବା। ଦେଖନ୍ତୁ,
ଏ ଦୁନିଆରେ ସମସ୍ତେ ନିଅନ୍ତି ଆଉ ନେଲେ ବହୁତ ଖୁସି ହୁଅନ୍ତି, କିନ୍ତୁ ଏ ସୃଷ୍ଟିରେ ଜଣେ ସ୍ରଷ୍ଟା ସେଇ ପରମାତ୍ମା ପରମବ୍ରହ୍ମ ସେ କିଛି ନିଅନ୍ତି ନାହିଁ, ଖାଲି ଦିଅନ୍ତି। ଆମେ କିନ୍ତୁ ଏ କଥା ଜାଣିନେ, ସେ ଯେ ଖାଲି ଦିଅନ୍ତି ଆମେ ଏ କଥା ଜାଣିନେ। ସେ ପୁଣି ସବୁ ଦେବେ। କାହାକୁ ଆପଣ ମାଗିବେ, କିଏ ଟଙ୍କା ଦେଇଦେଲା, କିଏ ଆପଣଙ୍କୁ ଜମି ଖଣ୍ଡେ ଦେଇଦେଲା, କିଏ ଆପଣଙ୍କୁ ଖାଇବାକୁ ଗଣ୍ଡେ ଦେଇଦେଲା, କିଏ ପୋଷାକ ଟିକେ ଦେଇଦେଲା, କିଏ ଆପଣଙ୍କୁ କେତେ ପ୍ରକାର ସଂସାର ଅଛି ସାହାଯ୍ୟ କରିଦେଲା, କିନ୍ତୁ ଗୋଟେ ଲୋକ ସବୁ ପ୍ରକାର ସାହାଯ୍ୟ କେବେ କରିପାରିବ ନାହିଁ। କିନ୍ତୁ ପରମପିତା ପରମବ୍ରହ୍ମ ଆପଣଙ୍କୁ ସବୁ କିଛି ଦେବେ। ମେଡିଟେସନ୍ ୱିଲ୍ ଗିଭ୍ ୟୁ ଏଭ୍ରିଥିଙ୍ଗ। ଭଗବାନ ଗୀତାରେ କହିଛନ୍ତି ନବମ ଅଧ୍ୟାୟରେ 22 ଶ୍ଲୋକ, ଅନ୍ୟାନ୍ୟ ଚିନ୍ତଂ ମାଂ ଯେ ଜନା ପ୍ରଯୁପାସନ୍ତେ ତେସାଂ ନିତ୍ୟାଭିଯୁକ୍ତାନାଂ ଯୋଗକ୍ଷମ ବୟାମଂ। ଯେ ଅନ୍ୟ କାହାର ଶରଣ ନ ନେଇ ମୋର ଶରଣ ନିଏ ତାର ସମସ୍ତ ଦାୟିତ୍ୱ, ସମସ୍ତ କହିଲେ ବହୁତ ସମୟ ଲାଗିବ, ସମସ୍ତ ଦାୟିତ୍ୱ ମୁଁ ହିଁ ବହନ କରେ। କିନ୍ତୁ ଆମର ଏ କଥାରେ ବିଶ୍ୱାସ ହଉନାହିଁ। କାହିଁକି ବିଶ୍ୱାସ ହଉନାହିଁ? ଆମେ ଭଗବାନଙ୍କୁ ଦେଖିପାରୁନେ। ଏ କଥାଟି ଶୁଣିଛେ, ଯଦି ଆମେ ସାଧୁ ସଙ୍ଗ କରିବା, ସାଧୁଙ୍କ ସାନ୍ନିଧ୍ୟରେ ଆସିବା, ସାଧୁଙ୍କର ସେବା କରିବା, ତାହା ହବ ନା ଆମ ଭିତରେ ଭଗବାନ ପ୍ରତି ଅଚଳା ବିଶ୍ୱାସ ଭକ୍ତି ଆସିବ। କୋଉଠି ଲେଖା ଅଛି ନା ଭାଗବତରେ ଲେଖା ଅଛି, ଏ ଜୀବ ସାଧୁ ସଙ୍ଗ ବିନୁ ଲଭି ନପାରେ ମୋର ତନୁ। ଯେ ଭଗବାନଙ୍କୁ ପାଇବାକୁ ଚାହୁଁଛନ୍ତି, ଭଗବାନଙ୍କୁ ଦର୍ଶନ କରିବାକୁ ଚାହୁଁଛନ୍ତି, ଭଗବାନ କହିଛନ୍ତି ଏ ଜୀବ କ'ଣ ନା ସାଧୁ ସଙ୍ଗ କଲେ ମୋତେ ପାଇପାରିବ। ଯଦି ସାଧୁ ସଙ୍ଗ ଆପଣ ନ କରିବେ ତାହେଲେ କେବେ ସେ ମୋତେ ପାଇପାରିବନି। ଏ ଜୀବ ସାଧୁ ସଙ୍ଗ ବିନୁ ଲଭି ନପାରେ ମୋର ତନୁ। ମୋ ଶରୀରକୁ ବା ମୋତେ ସେ ପ୍ରାପ୍ତି ହେଇପାରିବ ନାହିଁ। ଆମେ ବିଷୟ ଶୁଣୁଛେ ବା ଭାଗବତରୁ ପଢ଼ୁଛେ ବା ସତ୍ସଙ୍ଗରୁ ଶୁଣୁଛେ, କିନ୍ତୁ ଏ କଥା ଉପରେ ଆମର ଇମ୍ପୋର୍ଟାନ୍ସ ନାହିଁ। ଆମେ ଏ କଥା ଉପରେ ଗୁରୁତ୍ୱ ଦେଉନେ। ଆମେ ଭାବୁଛେ ସାଧୁସଙ୍ଗ କରିବାକୁ ସମୟ ଅଛି, ମନ ନାହିଁ। ଆମେ ପୁଣି ଭାବୁଛେ ଗଲେ କିଛି ସାଧୁଙ୍କୁ ଦବାକୁ ପଡ଼ିବ, ଆରେ କାହିଁକି ଦବା? ପୁଣି ଭାବୁଛେ ସାଧୁ କାଳେ କ'ଣ କହିବେ, ଆମେ ପାଳନ କରିପାରିବା କି ପାଳନ ନ କରିପାରିବା? ବିଭିନ୍ନ ପ୍ରକାର ପ୍ରଶ୍ନ ଆମ ଭିତରେ ଉଙ୍କି ମାରୁଛି, ଯାହା ଫଳରେ ଆମ ମନ କ'ଣ କରୁଛି ନା ସାଧୁସଙ୍ଗ ଠାରୁ ଦୂରେଇ ଦେଉଛି। ତେଣୁ ଏଇ ମନ ପ୍ରସନ୍ନ ହେଲେ ଦିଅଇ ଅଭୟ ବର, ଏଇ ମନ ପ୍ରସନ୍ନ ନହେଲେ ହୋଇ ଛାର ଖାର। ତେଣୁ ଆମ ମନ ଆମର ଭଗାରୀ, ତୋ ମନ ତୋତେ ଭଗାରୀ ନ ଭଜିଲା ରାମ ହରି। ତେଣୁ ଆମ ମନ ଆମକୁ ଭଗାରୀ ହେଉଛି। ଆମ ମନ କେତେବେଳେ ମିତ୍ର ଆମର ହବ ନା ଯେତେବେଳେ ଆମେ ସାଧନା କରିବା, ସାଧୁସଙ୍ଗ କରିବା ଆଉ ଭଗବାନଙ୍କୁ ଭଲ ପାଇ ବସିବା। ଭଗବାନଙ୍କୁ ଭଲ ପାଇବାରୁ କଥାରୁ ଏତେ କଥା ଆମେ ଚାଲିଲେଣି। ତେଣୁ ଆମେ ଭଗବାନଙ୍କ ବିଷୟରେ ଜାଣିଲେ, ପୂର୍ଣ୍ଣ ମାତ୍ରାରେ ଜ୍ଞାନ ଲାଭ କଲେ, ଈଶ୍ୱର କିଏ, ତାଙ୍କ ସହିତ ଆମର କ'ଣ ସମ୍ପର୍କ, ଆମେ କାହିଁକି ତାଙ୍କୁ ଭଜନ କରିବା, କାହିଁକି ତାଙ୍କୁ ଧ୍ୟାନ କରିବା, କାହିଁକି ତାଙ୍କୁ ପୂଜାପାଠ କରିବା, କାହିଁକି ତାଙ୍କର ଉପାସନା କରିବା, ସେ ବିଷୟରେ ଆମେ ଜାଣିନେ। ଗୋଟେ ଛୋଟିଆ କଥା ଦେଖନ୍ତୁ ଏବଂ ଖୁବ୍ ବଡ଼ କଥା। ଆପଣମାନେ ସମସ୍ତେ ଭାବୁଛନ୍ତି ମୁଁ ସବୁ କାମ ଜୀବନରେ କଲି, ଯିଏ ଯାହା କରିଛନ୍ତି ସବୁ ମୋ ଦ୍ୱାରା ହେଲା, ମୁଁ କଲି। ଠିକ୍ ଅଛି, ସତ୍ୟ ଆପଣ କରିଛନ୍ତି। ଆପଣ କାହା ଦ୍ୱାରା କରିଛନ୍ତି କେବେ ଚିନ୍ତା କରିଛନ୍ତି? କାହା ଦ୍ୱାରା ଆପଣ କରିଛନ୍ତି? ଦେଖନ୍ତୁ, ଗୋଟେ ମଲା ଲୋକ କିଛି କାମ କରିପାରେ? ମରିଛି, କାମ କ'ଣ କରିବ? ବାବାଙ୍କ ମୁଣ୍ଡ ପାଗଳ କି? ଜୀବନ୍ତ ଲୋକ ସବୁ କରିପାରେ। ଜୀବନ୍ତ ଲୋକ ଭିତରେ କ'ଣ ଅଛି? ମଲା ଲୋକ ଭିତରେ କ'ଣ ଅଛି? ଜୀବନ୍ତ ଲୋକ ଭିତରେ ଶ୍ୱାସ ପ୍ରଶ୍ୱାସର କ୍ରିୟାଟି ଚାଲିଛି।
ମଲା ଲୋକ ଭିତରେ ଶ୍ୱାସ ପ୍ରଶ୍ୱାସର କ୍ରିୟାଟି ନାହିଁ। ତେଣୁ ଶ୍ୱାସ ପ୍ରଶ୍ୱାସ କିଏ ନେଉଛି କିଏ ଛାଡ଼ୁଛି? ଆପଣ ପ୍ରଶ୍ନ କରିବେ, ବାବା ମୋ ଶ୍ୱାସ ପ୍ରଶ୍ୱାସ ମୁଁ ନେଉଛି, ଠିକ ଅଛି। ଆପଣ ଯେତେବେଳେ ଶୋଉଛନ୍ତି ଆପଣଙ୍କର ଚେତନା ଅଛି? ଯଦି ଆପଣ ତାକୁ ଅନୁସନ୍ଧାନ କରିବେ, ରିସର୍ଚ୍ଚ କରିବେ, ତାକୁ ଇନକ୍ୱାରି କରିବେ, ଆପଣ ଦେଖିବେ ଫ୍ୟାନ୍ଟାକୁ କିଏ ଘୁରଉଛି? ଟିକେ ବୁଦ୍ଧି ସୂକ୍ଷ୍ମ ହେଲେ ଆପଣ ଚିନ୍ତା କରିବେ ଏ ଫ୍ୟାନ୍ଟାକୁ କିଏ ଘୁରଉଛି? ଫ୍ୟାନ୍ଟାକୁ ଗୋଟେ କରେଣ୍ଟ ଘୁରଉଛି। ତେଣୁ ଆମେ ଜନ୍ମଗ୍ରହଣ କରିଛେ ତାଙ୍କୁ ଭଲ ପାଇବା ସଂସାର ଭିତରେ ରହି। ତାହେଲେ ଆଉ କ'ଣ କାହାକୁ ଭଲ ପାଇବା ନାହିଁ? ମନରେ ପ୍ରଶ୍ନ ଉଠିବ, କ'ଣ ଆଉ କାହାକୁ ଭଲ ପାଇବାନି? ଖାଲି ଈଶ୍ୱରଙ୍କୁ ଭଲ ପାଇବା? ଗୃହସ୍ଥ ଆଶ୍ରମରେ ଆପଣମାନେ ଅଛନ୍ତି, ଆପଣଙ୍କ ସ୍ତ୍ରୀ ଅଛି, ପୁଅ ଅଛି, ଝିଅ ଅଛି, ଟଙ୍କା ପଇସା ଅଛି, କ'ଣ ମୁଁ ଏମାନଙ୍କୁ ଭଲ ପାଇବିନି? ସମସ୍ତଙ୍କୁ ଭଲ ଭାବରେ ଭଲ ପାଇବେ, ଭଲ ଭାବରେ ଭଲ ପାଇବେ। ଭାରି ବଢ଼ିଆ ସୂକ୍ଷ୍ମ କଥା, ଭଲ ଭାବରେ ଭଲ ପାଇବେ। ଏଇଠି ମନରେ ପ୍ରଶ୍ନ ଉଠିବ, ତାହେଲେ ମୁଁ କ'ଣ ଏମାନଙ୍କୁ ଭଲ ଭାବରେ ଭଲ ପାଇନାହିଁ? ଦେଖନ୍ତୁ, ସତରେ ଆପଣ ଭଲ ଭାବରେ ଭଲ ପାଇନାହାନ୍ତି। ଆପଣ ଭଲ ପାଇବା ପଛପଟରେ ଗୋଟେ ସ୍ୱାର୍ଥ ଅଛି, ଗୋଟେ କାମନା ଅଛି, ଗୋଟେ ବାସନା ଅଛି। ସ୍ୱାମୀ ସ୍ତ୍ରୀ କେତେ ପ୍ରିୟ କହିବା ତ ଭୁଲ, ସେ ଯେଉଁ ସମ୍ପର୍କ ଆଉ ସମ୍ପର୍କ ନାହିଁ। ଅତି ଯଦି କିଏ ବିଶ୍ୱାସ କି ଆପଣାର, ଅତି ଯଦି କିଏ ପ୍ରିୟ ନିୟରେଷ୍ଟ ଡିୟରେଷ୍ଟ ନିଜର ସ୍ତ୍ରୀ ବା ସ୍ତ୍ରୀର ସ୍ୱାମୀ। ଦେଖୁଛନ୍ତି, ଆମେ ତ ଜାଣିନୁ କେତେ ଡିଭୋର୍ସ କେସ୍, କେତେ ଡିଭୋର୍ସ କେସ୍। କ'ଣ ଭଲ ପାଉଥିଲେ? ଏ ତ ମଧୁର ସମ୍ପର୍କ। ଏ ମଧୁର ସମ୍ପର୍କରେ ପୁଣି ତିକ୍ତତା ଆସିଲା କୋଉଠି? ସ୍ୱାର୍ଥାନି ଘଟିଛି, ପରସ୍ପରର ନେଚର ମିଶି ନାହିଁ। ତେଣୁ ଆମେ ପ୍ରକୃତରେ କ'ଣ ଭଲ ପାଉଥିଲେ? ଏଇଠି ବାବା ପୂର୍ବରୁ କହିଲେ, ହଁ ସମସ୍ତଙ୍କୁ ଭଲ ପାଇବା, ଭଲ ଭାବରେ ଭଲ ପାଇବା, ଭଲ ଭାବରେ ଭଲ ପାଇବା। ପୁଅଟି ଯଦି ଦୁଷ୍ଟାମି କଲା, ନିଶାପାନ କଲା, କୁକର୍ମ କଲା, ଆପଣ ତାକୁ ଭଲ ପାଇବେ? ତାକୁ ଆପଣ ତେଜପୁତ୍ର କରିଦେବେ। ଏମିତି ଏକ୍ଜାମ୍ପଲ ଦେଲେ ବହୁତ ସମୟ ଲାଗିବ। କେହି କାହାକୁ ଭଲ ପାଆନ୍ତି ନାହିଁ। ତାହେଲେ ଥରେ ଆମେ ଗୁରୁଦେବଙ୍କୁ କାଲକାଟା ହାଜରା ରୋଡ଼ରେ ଦର୍ଶନ କରିବାକୁ ଯାଇଥିଲୁ। ଗୁରୁଦେବଙ୍କର ସେଦିନ କଥା ଥିଲା, କେହି କାହାକୁ ସଂସାରରେ ଭଲ ପାଆନ୍ତି ନାହିଁ। ଆଉ ଯେଉଁ ଭଲ ପାଇବାଟା ପ୍ରକୃତ ଭଲ ପାଇବାଟା ନୁହେଁ, ତାହା ହିଁ ଅନିତ୍ୟ ଅସତ୍ୟ ଭଲ ପାଇବା, ମିଥ୍ୟା ଭଲ ପାଇବା। ପ୍ରକୃତ ଭଲ ଭାବରେ କେହି କାହାକୁ ଭଲ ପାଆନ୍ତି ନାହିଁ। ହ୍ୱାଟ୍ ଇଜ୍ ଲଭ୍? ତାକୁ ଡିଫାଇନ୍ କଲେ, ଆନାଲିସିସ୍ କଲେ ବହୁତ ସମୟ ଲାଗିବ, ବହୁତ ବଡ଼ କଥା। ଲଭ୍ ଉପରେ ଯଦି କୁହାହବ ଘଣ୍ଟା ଘଣ୍ଟା ଲାଗିବ, ସରିବ ନାହିଁ। ପ୍ରକୃତ ପ୍ରେମଟା କ'ଣ? ପ୍ରକୃତ ଭଲ ପାଇବାଟା କ'ଣ? ଯେଉଁ ଭଲ ପାଇବାରେ ଖାଲି ଥାଏ ନିଆଁ, ନଥାଏ ଧୂଆଁ। ଦେଖନ୍ତୁ, ଯେତେ ଭଲ ପାଇବାରେ ଖାଲି ଧୂଆଁ। ଧୂଆଁ କ'ଣ କରେ ଜାଣିଛନ୍ତି? ଆଖିରେ, ନାକରେ, କାନରେ ସବୁ ପଶିଯିବ। ଖାଲି ବ୍ୟସ୍ତ ଲାଗିବ କେମିତି ଏଠୁ ଛାଡ଼ି ପଳେଇବା। ବର୍ତ୍ତମାନ ଭଲ ପାଇବାଟା ଖାଲି ଧୂଆଁମୟ, ଆଉ ନିଆଁ ନାହିଁ। କାରଣ ସବୁ ପଛରେ ସ୍ୱାର୍ଥ ଅଛି, କାମନା ଅଛି, ବାସନା ରହିଛି। ତେଣୁ ଭଗବାନଙ୍କୁ ଆମେ ଭଲ ପାଇବା। ସେଇ କଥାରୁ ଏତେ କଥା ଗଲାଣି, କଥା କିଛି ସରିନାହିଁ ଭଲ ପାଇବାଟା। ତେଣୁ ଭଗବାନଙ୍କୁ ଆମେ ଭଲ ପାଇବା, କାରଣ ଭଗବାନଙ୍କ ବିଷୟରେ ଆଗ ଜ୍ଞାନ ଲାଭ କରିବା। ସେଥିପାଇଁ ଆମେ ତତ୍ତ୍ୱଗୁରୁଙ୍କର ସାନ୍ନିଧ୍ୟ ଲାଭ କରିବା, ସତ୍ସଙ୍ଗର ଆଶ୍ରୟ ନେବା, ଆଉ ଶାସ୍ତ୍ର ଗୀତା ଭାଗବତକୁ ଆମେ ଅଧ୍ୟୟନ କରିବା। ମନରେ ପ୍ରଶ୍ନ ଉଠେ, ବାବା କାହିଁ ବେଦ ନ ପଢ଼ିବା? ବେଦ ଆପଣ ପଢ଼ିପାରିବେନି। ପଢ଼ିପାରନ୍ତି, କାହିଁ ପଢ଼ିପାରିବେନି କହିବାଟା ଭୁଲ ମୋର। ପଢ଼ିପାରନ୍ତି। ଯାହାର ସଂସ୍କୃତ ଜ୍ଞାନ ଥିବ, ସାଂସ୍କ୍ରିଟ ନଲେଜ ଥିବ, ସେ ବେଦକୁ ପଢ଼ିବ। ଗୋଟିଏ ଶବ୍ଦକୁ ଯଦି ସନ୍ଧି କରାହବ, ବ୍ୟାଖ୍ୟା କରାହବ, ଚାଲିଥିବ, ତାର ଶେଷ ହବ ନାହିଁ। ବେଦକୁ ସରଳୀକୃତ କରି କ'ଣ କରାଗଲା? ନା ଉପନିଷଦ କରାଗଲା,
ଦେଖାଗଲା ଯେ 108 ଉପନିଷଦ ପଢ଼ିବାଟା ଭାରି କଷ୍ଟକର ବ୍ୟାପାର। ତାକୁ 11 ଖଣ୍ଡ କରିଦିଆଗଲା। ସେ 11 ଖଣ୍ଡକୁ ପଢ଼ିବା କଷ୍ଟ, କାହିଁକି ନା ସବୁ ସାଂସ୍କ୍ରିଟରେ ଲେଖା ଅଛି। ପୃଥିବୀର ପ୍ରଥମ ଭାଷା ହେଉଛି ସଂସ୍କୃତ ଭାଷା। ଦେବାଦେବୀ ମାନେ ସଂସ୍କୃତକୁ ବହୁତ ଭଲ ପାଆନ୍ତି। ଆଉ ସାଂସ୍କ୍ରିଟ ଭାଷାରେ ଦେବତାମାନଙ୍କର କଥୋପକଥନ ହୁଏ। ଆଉ ବ୍ରାହ୍ମଣ ଯେତେବେଳେ ପୂଜା କରେ, ଆପଣମାନେ ଯେତେ PhD DLD କରିଥାନ୍ତୁ, ସେ କ'ଣ ଶ୍ଲୋକ ପଢ଼ନ୍ତି ସବୁ ସଂସ୍କୃତରେ। ଯଦି ସେ ଗୀତା ପଢ଼ିବ, ଆପଣ ପୂଜା କରୁଥିବେ, ପୂଜା ଚାଲିଥିବ, ଆପଣମାନେ ବସିଥିବେ, କିଛି ବୁଝିପାରିବେନି। କ'ଣ ପଢ଼ୁଛନ୍ତି? ନନା ତ ପଢ଼ୁଛନ୍ତି ସଂସ୍କୃତ, ଆଉ କ'ଣ ଅଛି, ଛାଡ଼ନ୍ତୁ। ତେଣୁ ସଂସ୍କୃତ ଜ୍ଞାନ ଆମର ନାହିଁ, ଆମେ ପଢ଼ି ବୁଝିପାରିଲେ ନାହିଁ। ତାକୁ ସରଳୀକୃତ କରି ଗୀତା କରିଦିଆଗଲା, ଭଗବତ ଗୀତା। ଗୀତା ବି ସେ ସଂସ୍କୃତ ଭାଷାରେ, ଯାହାକୁ ପଢ଼ିଲେ ଟିକେ ବୁଝି ହେବ। ତାକୁ ସରଳୀକୃତ କରି ଭାଗବତ କରିଦିଆଗଲା। ଆମେ ସଂକ୍ଷେପରେ କହୁଛୁ, କହିଲେ ବହୁତ ସମୟ ଲାଗିବ। ତେଣୁ ଦୁଇଟି ଗ୍ରନ୍ଥ ଶ୍ରୀ ଭଗବାନ ଉବାଚ, ଗୋଟିଏ ହେଉଛି ଗୀତା, ଗୋଟିଏ ହେଉଛି ଭାଗବତ। ତେଣୁ ଓଡ଼ିଆରେ ଅଛି, ବୁଝୁ ନ ବୁଝୁ ପଢ଼ ଗୀତା, ରୁଚୁ ନ ରଞ୍ଚୁ ଭୁଞ୍ଜୁ ପିତା, ଜାଣି ନ ଜାଣେ ନା ଚିତା। ତେଣୁ ତୁମେ ଜାଣ ନ ଜାଣ, ଚିତା ଟିକେ ଲଗାଅ। ଚିତା ଲଗାଇବାର ପ୍ରକୃତ ଆକ୍ଷରିକ ଅର୍ଥ ହେଉଛି ଚିନ୍ତାକୁ ଶୂନ୍ୟ କରିବା। ଏବଂ ଚିତାଟା କେଉଁଠି ଲଗାଇବେ, ତାର ମଧ୍ୟ ଗୋଟେ ବିଧାନ ଅଛି। 2 ଭ୍ରୂର ମଧ୍ୟସ୍ଥଳ, ଯେଉଁଠି ଆମେ ଚନ୍ଦନ ସିନ୍ଦୁର ସେଇଠି ପିନ୍ଧିବା କଥା, ସେଇଠି ଆତ୍ମାର ସ୍ଥିତି, ସେଇଠି ଆମେ ଦେବା କଥା। ଚନ୍ଦନ ଆଉ ସିନ୍ଦୁର ଅଲଗା ଜାଗାରେ ଲଗାଇବାଟା ଉଚିତ ନୁହେଁ। ଶାନ୍ତ ରୁହେ ଆଉ କନସେନ୍ଟ୍ରେସନ୍ ଆସେ। ସେଇ ଜାଗାରେ ପିଟ୍ୟୁଟାରୀ ଗ୍ଲାଣ୍ଡ ଅଛି ଏବଂ ସେଇଠି ଦେବା କଥା। ବୁଝୁ ନ ବୁଝୁ ପଢ଼ ଗୀତା। ଗୀତା ପଢ଼ୁ ପଢ଼ୁ ସେ ଗୀତା ଦିନେ କହିଦେବ ଗୀତାରେ କ'ଣ ଲେଖା ଅଛି। ଜୀବନ ବଞ୍ଚିବାର ଶୈଳୀ, ଜୀବନ ବଞ୍ଚିବାର କଳା ଭଗବତ ଗୀତାରେ ଉଲ୍ଲେଖ ଅଛି। ତେଣୁ ରୁଚୁ ନ ରୁଚୁ ଭୁଞ୍ଜୁ ପିତା, ପ୍ରତ୍ୟେକ ଦିନ ଟିକେ ଟିକେ ପିତା ଖାଇବା ପାଇଁ ଅଭ୍ୟାସ କରନ୍ତୁ। ଦେଖନ୍ତୁ, ଏବେ ସମସ୍ତେ ଡାଇବେଟିସ୍ ପେସେଣ୍ଟ ହେଇଗଲେଣି, ସମସ୍ତଙ୍କୁ ଡାଇବେଟିସ୍ ହେଇଯାଇଛି। ତେଣୁ ପିତା ଖାଇଲେ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ। ସେତେବେଳେ ମୁନି ଋଷିମାନେ କେମିତି କଥା କହିଛନ୍ତି, ସେଇଭଳି ଲେଖା ଅଛି ଭାଗବତରେ। ପରମ ଶାସ୍ତ୍ର ଭାଗବତ, ଅଭ୍ୟାସ କରୁଥବ ନିତ୍ୟ, ତର୍କ ପାଷାଣ୍ଡ ଶାସ୍ତ୍ର ଯେତେ, ଅଭ୍ୟାସ ନ କରିବ ଚିତେ। ତେଣୁ ତାକୁ ପଢ଼ିଲେ ଆପଣ ଭଗବାନଙ୍କ ପ୍ରତି, ଈଶ୍ୱରଙ୍କ ପ୍ରତି, ଗୁରୁଙ୍କ ପ୍ରତି ମନରେ ଶ୍ରଦ୍ଧା, ବିଶ୍ୱାସ, ଭାବ, ଭକ୍ତି ଭାବ ଜାଗ୍ରତ ହେବ। ତେଣୁ ଆମେ ଯେଉଁଥିପାଇଁ ଆସିଥିଲେ ସେ କଥାକୁ ଆମେ ଭୁଲି ଯାଇଛେ। ସେଇ ସବୁ କଥା ଆମଙ୍କର ସ୍ମରଣ ଭିତରେ ହିଁ ଆସିବ। ତେଣୁ ଆମେ ଭଗବାନଙ୍କୁ ଯଦି କଳିଯୁଗରେ କେବଳ ଭଲ ପାଇ ବସିବା, କେବଳ ଲଭ୍, ତାଙ୍କୁ ଭଲ ପାଇବା। ଲଭ୍ 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 ଇଜ୍ ଦି ପ୍ରିନ୍ସିପାଲ ଥିଙ୍ଗ। ତେଣୁ ଆମେ କେମିତି ଭଲ ପାଇବା? ତେଣୁ ସେଥିପାଇଁ ବାରମ୍ବାର ଭଗବାନ କହିଲେ ସାଧୁ ସଙ୍ଗ କର, ସାଧୁ ସଙ୍ଗ କର, ସାଧୁ ସଙ୍ଗ କର। ସାଧୁ ସଙ୍ଗ କଲେ ଚିତ୍ତ ଶୁଦ୍ଧି ହେବ। ଚିତ୍ତ ଶୁଦ୍ଧିର ଲକ୍ଷଣ 3ଟା। ଚିତ୍ତ ଶୁଦ୍ଧିର ପ୍ରଥମ ଲକ୍ଷଣ ହେଉଛି ଶାନ୍ତି। ସବୁବେଳେ ଆପଣ ମେଣ୍ଟାଲ ପିସ୍ ପାଇବେ। ଚିତ୍ତ ଶୁଦ୍ଧିର ଲକ୍ଷଣ ହେଉଛି ସମସ୍ତଙ୍କୁ ଆତ୍ମବୋଧରେ ଭଲ ପାଇବେ। ଚିତ୍ତ ଶୁଦ୍ଧିର ଲକ୍ଷଣ ହେଉଛି ଈଶ୍ୱରଙ୍କ ପ୍ରତି ମନରେ, ହୃଦୟରେ ଭକ୍ତି ଭାବ ଜାଗ୍ରତ ହେବ। ତେଣୁ ଏଇଠି କଥା ଆମେ ଛାଡ଼ି ଦେଇଗଲେ, ପ୍ରକୃତ ଭଲ ପାଇବାଟା କେମିତି, ସେଇ କଥାଟା ରହିଯାଇଛି। ତେଣୁ ପ୍ରକୃତ ଆମେ ଭଲ ଭାବରେ କେମିତି ସମସ୍ତଙ୍କୁ ଭଲ ପାଇବା, ଯେତେବେଳେ ଆମେ ଦେଖିବା ସବୁରି ଭିତରେ ସେଇ ଆତ୍ମା, ସବୁରି ଭିତରେ ସେଇ ଭଗବାନ, ସବୁରି ଭିତରେ ସେଇ ଈଶ୍ୱର ବିଦ୍ୟମାନ। ତେଣୁ ଆପଣ ଦେଖିବେ ସମସ୍ତଙ୍କୁ ଆପଣ ପ୍ରକୃତ ଭଲ ପାଇବାଟା ହେବ। ଯଦି ପୁଅ ଭିତରେ ଈଶ୍ୱରକୁ ଦେଖି ଭଲ ପାଇଲେ, ସ୍ତ୍ରୀ ଭିତରେ ସେଇ ଭଗବାନ ଦେଖି ଭଲ ପାଇଲେ,
ଝିଅ ଭିତରେ ଈଶ୍ୱରକୁ ଦେଖି ଭଲ ପାଇଲେ, ଚାକର ଭିତରେ ଈଶ୍ୱରକୁ ଦେଖି ଭଲ ପାଇଲେ, କୁକୁର ଭିତରେ ଈଶ୍ୱରକୁ, ସବୁରି ଭିତରେ ଯଦି ଈଶ୍ୱରକୁ ଦେଖି ଆପଣ ଭଲ ପାଇଲେ ସେଇଟା ହେଉଛି ପ୍ରକୃତ ଭଲ ପାଇବା। ଯଦି କୁକୁର ବୋଲି ଭଲ ପାଇଲେ, ସ୍ତ୍ରୀ ବୋଲି ଭଲ ପାଇଲେ, ଝିଅ ବୋଲି ଭଲ ପାଇଲେ, ପୁଅ ବୋଲି ଭଲ ପାଇଲେ, ତା ଦିନେ ପ୍ରକୃତ ଭଲ ପାଇବା କି ନ ପାଇବା ତାର ପ୍ରମାଣ ଦିନେ ଆପଣ ଲାଇଫରେ ଘଟିଯିବ। ଟିକେ ସ୍ୱାର୍ଥହାନି ଘଟିଲେ, ଟିକେ କୌଣସି ପ୍ରତିବନ୍ଧକ ହେଲେ, ଟିକେ କୌଣସି ଅସୁବିଧା ହେଲେ ସେ ସମ୍ପର୍କ ଗୋଟେ ମୁହୂର୍ତ୍ତ ମଧ୍ୟରେ ଆପଣ କଟିଯିବ। ତେଣୁ ଈଶ୍ୱରଙ୍କୁ ଭଲ ପାଆନ୍ତୁ। ତାଙ୍କୁ କ'ଣ ଦେବେ? ସବୁ ତ ତାଙ୍କ ପାଖରେ ଅଛି, ତାଙ୍କୁ କେବଳ ମନଟି ଦେବେ। ମନଟି ଦେଲେ ବାସ୍ ଈଶ୍ୱର ଆପଣଙ୍କୁ ଭଲ ପାଇବେ, ଆପଣଙ୍କୁ କୃପା କରିବେ, ଆପଣଙ୍କୁ ଆଶୀର୍ବାଦ କରିବେ, ଆପଣଙ୍କୁ କ'ଣ କରିବେ ନା କୋଳ କରି ନେଇଯିବେ ଏବଂ ଆପଣଙ୍କୁ ନେଇ ଆପଣଙ୍କୁ ତ କୋଳ କରି ନେଇ ଚାଲିଯିବେ ଆଉ କ'ଣ, ଏବଂ ଈଶ୍ୱରଙ୍କ ସହିତ ମିଶିଯିବେ, ମର୍ଜ ହେଇଯିବେ। ଯେଉଁ ଦୁଇଟା କଥା, ଭଲ ପାଅ ଆଉ ତାଙ୍କ ନିକଟରେ ନିଜକୁ ସମର୍ପଣ କରିଦିଅ। ତେଣୁ ସମର୍ପଣ କରିବା ପାଇଁ କୌଶଳ ଅଛି, ତା ତତ୍ତ୍ୱଗୁରୁ ଆପଣଙ୍କୁ ବତେଇ ଦେବେ। ତେଣୁ ଭଗବାନଙ୍କୁ ପାଇବାର ମାର୍ଗ ହେଉଛି ଦୁଇଟା, ଗୋଟେ ହେଉଛି ଜପ, ଗୋଟେ ହେଉଛି ଧ୍ୟାନ। ଭଲ ପାଇବାର, ଯିଏ ଭଲ ପାଇବ, ଦେଖନ୍ତୁ ଆପଣମାନେ ସଂସାର ଭିତରେ ଅଛନ୍ତି, ଆପଣ ଯାହାକୁ ଭଲ ପାଆନ୍ତି ତା କଥା ବାରମ୍ବାର ମନେ ପଡ଼େ ନାହିଁ। ଯାହାକୁ ଯିଏ ଯେତେ ଭଲ ପାଏ ତା କଥାଟା ସେତେ ମନେ, ମା ପୁଅକୁ ଭଲ ପାଏ ସବୁବେଳେ ମନେ ପଡ଼େ। ବିଷୟୀ ଧନକୁ ଭଲ ପାଏ, ତାର ଧନ କଥା ବାରମ୍ବାର ମନେ ପଡ଼େ। ପ୍ରେମିକା ପ୍ରେମିକକୁ ଭଲ ପାଏ, କେବଳ ସେ ହିଁ ଆଖିରେ ଦେଖାଯାଆନ୍ତି, ଆଉ କିଛି ଦେଖାଯାଆନ୍ତି ନାହିଁ। ସେଇଭଳି ଯେ ଈଶ୍ୱରଙ୍କୁ ଭଲ ପାଇବ ସବୁବେଳେ ଈଶ୍ୱରଙ୍କ ପାଖରେ ରହିବ, ସର୍ବଦା ସ୍ମରଣ କରିବ, ସର୍ବଦା ମନ ପ୍ରାଣ ଆଜ୍ଞା ଆଉ ସହସ୍ରାକୁ ଚାଲିଯିବ। ଏବଂ ଭଲ ପାଇବାର ବାଟ ହେଉଛି ଜପ ଆଉ ଧ୍ୟାନ। ଜପ ଧ୍ୟାନ ବିନା ସଂଯୋଗ ନାହିଁ। ଜପ ଧ୍ୟାନ ଦ୍ୱାରା ତାଙ୍କ ସହିତ କ'ଣ ହେବେ ନା ଆପଣଙ୍କର ସଂଯୋଗ ହେବ। ଜପ ଧ୍ୟାନ ବିନା ସଂଯୋଗ ନାହିଁ, ଗୁରୁଦେବ ବିନା ନିର୍ବାଣ ନାହିଁ। ଯଦି ଗୁରୁ ଗ୍ରହଣ ନ କରିଥିବେ ଆପଣଙ୍କୁ ଜପ କେମିତି କରିବେ କିଏ ସେ ପାଠ ପଢ଼େଇବ? ଧ୍ୟାନ କେମିତି କରିବେ ସେ କଥା ଆପଣଙ୍କୁ କିଏ ପାଠ ପଢ଼େଇବ? କିଏ ଆପଣଙ୍କୁ କହିବେ କିଭଳି ଜପ କରିବେ? ପ୍ରତି କଥାର ଗୋଟେ କୌଶଳ ଅଛି। ଆମେ ଗୋଟେ ଚିଠି ଲେଖିଲେ ଜଣଙ୍କ ପାଖକୁ, ଯଦି ଠିକ୍ ଆଡ୍ରେସଟା ନ ଲେଖିବା, ଯେତେ ସୁନ୍ଦର ଭାବରେ ଚିଠି ଲେଖିଥିଲେ ଚିଠି କ'ଣ ଠିକଣା ଜାଗାରେ ପହଞ୍ଚ? ଆମେ ଯାହାଙ୍କ ପାଖକୁ ମୋବାଇଲ କରୁଛେ, ଫୋନ୍ କରୁଛେ, ନମ୍ବରଟା ଯଦି ଠିକ୍ ନ ଲାଗିବ ସେ ଲୋକ ପାଖରେ କ'ଣ ଯାଇକି ଫୋନ୍ଟା ପହଞ୍ଚିବ? ସେଇଭଳି ଭଗବାନଙ୍କୁ ଡାକିବାର ଗୋଟେ କୌଶଳ ଅଛି। ଭଗବତ ଗୀତାରେ ଉଲ୍ଲେଖ ଅଛି, ଯୋଗ କର୍ମସୁ କୌଶଳମ୍। ତେଣୁ ପ୍ରତ୍ୟେକ କର୍ମରେ ଗୋଟେ କୌଶଳ ଅଛି। ତେଣୁ କ'ଣ ଜପ କରିବା? ଜପ ଧ୍ୟାନ ବିନା ସଂଯୋଗ ନାହିଁ। ତାଙ୍କ ସହିତ ସଂଯୋଗ ହେବାର ମାଧ୍ୟମଟା ହେଉଛି ଜପ ଆଉ ଧ୍ୟାନ। ଜପ କେତେ ପ୍ରକାର? ଅନେକ ପ୍ରକାର। ତେଣୁ ଭଗବାନ ଗୀତାରେ କହୁଛନ୍ତି ଯଜ୍ଞନାଂ ଜପ ଯଜ୍ଞସ୍ମି। ଯେତେ ଯଜ୍ଞ ଅଛି ଏ ସଂସାରରେ ସର୍ବଶ୍ରେଷ୍ଠ ଯଜ୍ଞ ହେଉଛି ଜପ ଯଜ୍ଞ। ଜପ ଶବ୍ଦର ଅର୍ଥ ଜନ୍ମର ନାଶ, ପାପର ବିନାଶ। ଜନ୍ମର ନାଶ, ଏହା ପୂର୍ବରୁ ବାବା କହୁଥିଲେ ଆଉଛନ୍ତି ଯାଉଛନ୍ତି, ଆସୁଛନ୍ତି ଯାଉଛନ୍ତି, ଆଉ ଜନ୍ମ ହେବେ ନାହିଁ କି ଆଉ ଯିବେ ନାହିଁ କି ଆଉ ଆସିବେ ନାହିଁ। ଜନ୍ମର ନାଶ, ପାପର ବିନାଶ। ଅର୍ଥ ପାପର ବିନାଶ, ଆପଣଙ୍କର ପାପ ରହିବ ନାହିଁ। ପାପ ବୋଲି କେମିତି ଜାଣୁଛନ୍ତି? ମନରେ ଯଦି ଆନନ୍ଦ ଅଛି, ଶାନ୍ତି ଅଛି, ତାହେଲେ ପାପ ବୋଲି କିଛି ନାହିଁ। ମନ ଯେତେବେଳେ କଳୁଷିତ ହେଇଯାଉଛି, ବିଭିନ୍ନ ମାନେ କୁଚିନ୍ତା ଯୁକ୍ତ ହେଇଯାଉଛି, ମନରେ ସୁଚିନ୍ତା ରହୁନାହିଁ, ଆପଣ ଯାହା ଭାବୁଛନ୍ତି ମୁଁ ଗୋଟେ ପାପୀ, କଷ୍ଟ ଲାଗୁଛି। ତେଣୁ ଖରାପ କର୍ମ କଲେ
ଆପଣ ଫିଲ୍ କରିବେ ମଣିଷ ମାରିଲେ, କାହାକୁ ଦୁଃଖ ଦେଲେ, କାହାକୁ ଯନ୍ତ୍ରଣା ଦେଲେ, କାହାକୁ କଷ୍ଟ ଦେଲେ, ଆପଣ ଚୋରି କଲେ, ଦୁର୍ନୀତି କଲେ, ଆପଣ ପାପ ମନରେ ଆସିବ। ତେଣୁ ପାପର ବିନାଶ ହେଇଯିବ, ଆଉ ମନ ଶୁଦ୍ଧି ପବିତ୍ର ହେଇଯିବ, ଆଉ କୁକର୍ମ ଖରାପ କର୍ମ କରିବାକୁ ମନ ଆଉ ଇଚ୍ଛା କରିବ ନାହିଁ। ତେଣୁ ଜପ ଦୁଇ ପ୍ରକାର। କ'ଣ ଦୁଇ ପ୍ରକାର? ଆମେ ତାକୁ ଦୁଇ ଭାଗରେ ବିଭକ୍ତ କରିବା, ଗୋଟେ ସଗୁଣ ଜପ, ଗୋଟେ ନିର୍ଗୁଣ ଜପ। ଯିଏ ପ୍ରକୃତ ସଦ୍ଗୁରୁ ବା ପ୍ରକୃତ ତତ୍ତ୍ୱଗୁରୁ, ସେ କୌଣସି ଶିଷ୍ୟକୁ କୌଣସି ଦେବାଦେବୀ ମନ୍ତ୍ରରେ କେବେ ଦୀକ୍ଷା ଦିଅନ୍ତି ନାହିଁ। କାହିଁକି ଦେବାଦେବୀ ମନ୍ତ୍ରରେ ଦୀକ୍ଷା ଦିଅନ୍ତି ନାହିଁ? ସବୁ କଥାରେ ଆପଣ ପ୍ରଶ୍ନ କରିବେ କାହିଁକି ଦିଅନ୍ତି ନାହିଁ। କାରଣ ଏ ସୃଷ୍ଟିରେ କିଏ ସତ୍ୟ? ପରମାତ୍ମା ପରମ ବ୍ରହ୍ମ ହିଁ ସତ୍ୟ, ଆଉ ସବୁ ମିଥ୍ୟା। ସବୁ ଦେବାଦେବୀ କାହାଙ୍କ ଠାରୁ ସୃଷ୍ଟି ହେଇଛନ୍ତି? ନା ପରମାତ୍ମା ପରମ ବ୍ରହ୍ମଙ୍କ ଠାରୁ। ଯଦି ତାଙ୍କ ମନ୍ତ୍ରରେ ଆପଣ ଦୀକ୍ଷା ଗ୍ରହଣ କରନ୍ତି, ଦେବୀ ଭଗବାନଙ୍କ ବ୍ୟତୀତ କୌଣସି ସାଧକ ସାଧିକାକୁ ମୋକ୍ଷ କରିଦେଇ ପାରିବେ ନାହିଁ। ଏବଂ ଯେତେବେଳେ ସୃଷ୍ଟି ପ୍ରଳୟ ହେବ, ସବୁ ଦେବାଦେବୀ ମଧ୍ୟ ପ୍ରଳୟରେ ଚାଲିଯିବେ, କେହି ରହିବେ ନାହିଁ। ଥିଲେ ସେଇ ପରମାତ୍ମା ପରମ ବ୍ରହ୍ମ, ଏବଂ ରହିବେ, ଥିଲେ ଅଛନ୍ତି ଏବଂ ସେ ହିଁ ରହିବେ। ତେଣୁ ପ୍ରକୃତ ଯେ ତତ୍ତ୍ୱଗୁରୁ, ତାଙ୍କ ଶିଷ୍ୟଙ୍କୁ ସେ କେବେ କୌଣସି ଦେବାଦେବୀଙ୍କ ମନ୍ତ୍ରରେ ଦୀକ୍ଷା ଦିଅନ୍ତି ନାହିଁ। ଦେବାଦେବୀଙ୍କ ମନ୍ତ୍ର ଦୀକ୍ଷା କଲେ ନିଶ୍ଚିନ୍ତ ଯେଉଁ ମନ୍ତ୍ରକୁ ନିଷ୍ଠାର ସହିତ, ଭାବର ସହିତ, ଭକ୍ତିର ସହିତ ଆପଣ ଜପ କରିବେ, ତାର ସୁଫଳ ମିଳିବ। ଆପଣ ରୋଗରୁ ମୁକ୍ତି ହେବେ, ଅନିତ୍ୟ କଥାଟେ ମିଳିଲା, ଟଙ୍କା ମିଳିବ, ମିଛ କଥାଟିଏ ମିଳିଲା, ଆପଣଙ୍କୁ ବାକ୍ସି ଦିଆହେବ, ମିଛ କଥାଟିଏ ହେଲା। କିନ୍ତୁ ଈଶ୍ୱର ମିଳିଲେ କି? ଭଗବାନ ମିଳିଲେ କି? ଈଶ୍ୱର ପ୍ରାପ୍ତି ହେବ ନାହିଁ। ଆପଣ ଜନ୍ମ ମୃତ୍ୟୁ ଚକ୍ରରୁ ଉଦ୍ଧାର ପାଇଲେ କି? ଉଦ୍ଧାର ପାଇବେନି। ଗୀତାରେ ଦେଖନ୍ତୁ, ଭଗବାନ କହିଛନ୍ତି, ସେଇ ଶ୍ଲୋକକୁ ଆମେ ବାରମ୍ବାର କହିଛୁ, ସର୍ବଧର୍ମାନଂ ପରିତ୍ୟଜ ମାମେଂ ଶରଣଂ ଭଜ ଅହଂ ତ୍ୱଂ ସର୍ବ ପାପେଭ୍ୟ ମୋକ୍ଷୟସାମି ମାଂ ଶୁଚ। କୌଣସି ଦେବତା, କୌଣସି ଦେବୀ, କୌଣସି ମହାପୁରୁଷ ଏ କଥା କେତେବେଳେ କହିପାରିବେ ନାହିଁ ଯେ ତୁମେ ମୋ ପାଦପଦ୍ମରେ ଶରଣ ପଶ, ମୁଁ ତୁମକୁ ସମସ୍ତ ପାପ ତାପରୁ ଉଦ୍ଧାର କରିକି ମୋକ୍ଷ କରିଦେବି। କେଉଁ ଶାସ୍ତ୍ରରେ ଆପଣ ପଢ଼ିଛନ୍ତି? କୌଣସି ଶାସ୍ତ୍ରରେ ଏକଥା ଲେଖା ନାହିଁ, କୌଣସି ଦେବାଦେବୀ ଏକଥା କେବେ। ତେଣୁ ସେଥିଲାଗି ତତ୍ତ୍ୱଗୁରୁ ଯେ ସେ କୌଣସି ଶିଷ୍ୟକୁ ଦେବାଦେବୀଙ୍କ ମନ୍ତ୍ରରେ ଦୀକ୍ଷା ଦିଅନ୍ତି ନାହିଁ। କାରଣ ସତ୍ୟକୁ ଉପଲବ୍ଧି କରିବା ପାଇଁ, ସତ୍ୟରେ ପ୍ରତିଷ୍ଠା ଲାଭ ହେବା ପାଇଁ, ସତ୍ୟରେ ପ୍ରତିଷ୍ଠା ହେବା ପାଇଁ ସେ ସବୁବେଳେ ଚାହାନ୍ତି। ଏବଂ ସେ ତାଙ୍କର ଶିଷ୍ୟମାନଙ୍କୁ ବ୍ରହ୍ମ ମନ୍ତ୍ରରେ ଦୀକ୍ଷା ଦିଅନ୍ତି। ରେ ବ୍ରହ୍ମ ମନ୍ତ୍ର ପୁଣି ଗୋଟେ କ'ଣ? ତେଣୁ କୌଣସି ଦେବାଦେବୀ ମନ୍ତ୍ରରେ ଦୀକ୍ଷା ଦିଅନ୍ତି। ସଗୁଣ ଜପ, ସଗୁଣ ଜପ ହେଉଛି ବିଭିନ୍ନ ଦେବାଦେବୀଙ୍କର ଜପ। ଆପଣ ଜପ କଲେ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ, ମନ ଶୁଦ୍ଧି ହେବ, ମନର ପବିତ୍ରତା ଆସିବ, ଦେହ ଟିକେ ସୁସ୍ଥ ରହିବ। ମୁଁ କେଉଁଟାକୁ କାଟି ଦେଉନି, ସବୁ ଈଶ୍ୱରଙ୍କର ସୃଷ୍ଟି। କିନ୍ତୁ ଭଗବତ ଦର୍ଶନ, ଭଗବତ ଉପଲବ୍ଧି ହେବ ନାହିଁ। ଆରେ ଯେଉଁ ରୋଗ ପାଇଁ ଯେଉଁ ଔଷଧ ନା, ଆଉ ମେଡ଼ିସିନ ଷ୍ଟୋରରେ ସବୁ ଔଷଧ ଅଛି। କିଏ ଜ୍ୱର ପାଇଁ, କିଏ ଝାଡ଼ା ପାଇଁ, କିଏ ମୁଣ୍ଡ ବିନ୍ଧା ପାଇଁ, କିଏ ପେଟ କାମୁଡ଼ା ପାଇଁ, କିଏ ଗୋଡ଼ ବିନ୍ଧା ପାଇଁ, ସବୁ ଉପକାରୀ। ଆମେ କ'ଣ ସବୁ ଔଷଧ ଖାଇଦେବା? ତେଣୁ ମୋକ୍ଷ ପାଇଁ ସ୍ୱତନ୍ତ୍ର ବା ଭଗବତ ଦର୍ଶନ ଉପଲବ୍ଧି ପାଇଁ ସ୍ୱତନ୍ତ୍ର ଦୀକ୍ଷା ଅଛି। ସେ ଦୀକ୍ଷା ତତ୍ତ୍ୱଗୁରୁ ହିଁ ଶିଷ୍ୟକୁ କେବଳ ହିଁ ପ୍ରଦାନ କରିଥାନ୍ତି। କେଉଁ ଶିଷ୍ୟକୁ? ନା ଯେଉଁମାନେ ମୋକ୍ଷାଭିଳାଷୀ, ମୋକ୍ଷ ଚାହାନ୍ତି। ଆଉ ପ୍ରଭୁ ଏ କାମନା, ବାସନା, ଯଶ, ସମ୍ମାନ, ପ୍ରତିଷ୍ଠା, ପଦ, ପଦବୀ ସେ କିଛି ଚାହାନ୍ତି ନାହିଁ। ଦେଖନ୍ତୁ, ଯଦି ଯଶ ପଛରେ ଗୋଡ଼େଇବେ, ସମ୍ମାନ ପଛରେ ଗୋଡ଼େଇବେ, ପଦବୀ ପଛରେ ଗୋଡ଼େଇବେ, ଉପାଧି ପଛରେ ଗୋଡ଼େଇବେ, ଭଗବାନ ଠାରୁ ଆପଣ ବହୁତ ଦୂରକୁ ଚାଲିଯିବେ। କାହିଁକି?
ଏସବୁ ଅନିତ୍ୟ, ଏସବୁ ମିଥ୍ୟା, ଏ କିଛି ହିଁ ସତ୍ୟ ନୁହେଁ। ବ୍ରହ୍ମ ସତ୍ୟ, ଜଗତ ମିଥ୍ୟା। ମିଥ୍ୟା ପଛରେ ଗୋଡ଼େଇଲେ ସତ୍ୟ ଠାରୁ ଅଟୋମେଟିକ୍ ଦୂରେଇ ଯିବେ। ସତ୍ୟ ପଛରେ ଗୋଡ଼େଇଲେ ଆପଣ ମିଥ୍ୟା ମଧ୍ୟ ଦୂରେଇ ଯିବ। ତେଣୁ ପ୍ରକୃତ ଯେ ତତ୍ତ୍ୱଗୁରୁ ସେ ବ୍ରହ୍ମ ମନ୍ତ୍ରରେ ଦୀକ୍ଷା ଦିଅନ୍ତି। ସେ ବ୍ରହ୍ମ ମନ୍ତ୍ରଟି କ'ଣ? ସେ ମନ୍ତ୍ର ଅଟୋମେଟିକ୍ ଶ୍ୱାସ ପ୍ରଶ୍ୱାସରେ ଭଜନ ହୁଏ, ତାକୁ ଅଜପା କହନ୍ତି। ଏବଂ 21 ସହସ୍ର 6 ଜପୁଅଛି ପରମହଂସ, ସେ ଭଜନେ ମନ ମଜ, ବାହାର ଭଜନକୁ ତେଜ। 21 ସହସ୍ର 6 21,606 ଥର ଜପୁଅଛି ପରମହଂସ। କିଏ ପରମହଂସ? କିଏ? ଭଗବାନ ବା ପରମ ପିତା ପରମ ବ୍ରହ୍ମ ସେ ମନ୍ତ୍ରକୁ ଭଜନ କରୁଛନ୍ତି। 21 ସହସ୍ର 6 ଜପୁଅଛି ପରମହଂସ, ସେ ଭଜନେ ମନ ମଜ। ସେଇ ଭଜନରେ ମନକୁ ମଜେଇ ଦିଅ, ବାହାର ଭଜନକୁ ତେଜ। ତେଣୁ ବାହାର ଭଜନ ଆମର କରିବା ଦରକାର ନାହିଁ। କ'ଣ ନା ସେ ଭଜନ ଲାଗିଛି, ଭଜନ ଲାଗିଛି ତ୍ରିକୁଟ ସନ୍ଧିରେ ଯାଇ, ତ୍ରିଭଙ୍ଗିମା ରୂପ ଲୟ ତୋଇ କଲେ ରାଧାକୃଷ୍ଣ ଭେଟ ପାଇ। ମନ୍ତ୍ରଯନ୍ତ୍ର ନାହିଁ ମାଳା ନଗଡ଼ଇ, ମନ ସୂତ୍ରରେ ଭଜନ, ଯାଉଛି ଆସୁଛି ବାରଣ ନହୁଛି, ଦିନେ ଯାଉଛି ଆସୁଛି ବାରଣ ନହୁଛି, ଦିନେ ମନ ଚିହ୍ନିଲୁ ନାହିଁ। ତେଣୁ ସେଇ ଯେଉଁ ଶ୍ୱାସ ପ୍ରଶ୍ୱାସରେ ଯେଉଁ ଭଜନ ଚାଲିଛି, ସୋହଂ ସୋହଂ ସୋହଂ, ଯଦି ଆପଣ ଶ୍ୱାସ ପ୍ରଶ୍ୱାସରେ ନିଜର ମନକୁ ରଖିବେ, ଆପଣ ସେଇ ଭଜନଟିକୁ ଶୁଣିପାରିବେ। ସୋରେ ଶ୍ୱାସ ଯାଉଛି, ହଙ୍ଗରେ ଆପଣଙ୍କର ଆସୁଛି, ପ୍ରଶ୍ୱାସ ଯାଉଛି, ନିଶ୍ୱାସ ଆସୁଛି। 1 ମିନିଟକି 15 ଥର, ଘଣ୍ଟାକୁ 900 ଥର, 24 ଘଣ୍ଟାରେ 21,600 ଥର ଭଜନ ଚାଲିଛି। ଜପ ଧ୍ୟାନ ବିନା ସଂଯୋଗ ନାହିଁ। ତେଣୁ ସଗୁଣ ଜପ ଅଛି, ନିର୍ଗୁଣ। ସଗୁଣ ଜପ ହେଲା ବିଭିନ୍ନ ଦେବାଦେବୀଙ୍କର ମନ୍ତ୍ର ଜପକୁ ସଗୁଣ ଜପ କୁହାଗଲା। ନିର୍ଗୁଣ ଜପ ହେଲା ସୋହଂ। ତେଣୁ ପୂର୍ବଜନ୍ମ ସଂସ୍କାରରୁ କିଏ ସଗୁଣ ଜପରେ ରହନ୍ତି, କିଏ ନିର୍ଗୁଣ ଜପରେ ରହିଯାଆନ୍ତି। କେହି କାହାକୁ କହିଲେ ହେବ ନାହିଁ, ସ୍ୱତଃ ଆପଣ ଭିତରୁ ସେଇ ଭାବ ଆସିବ, ଆରେ ବ୍ରହ୍ମ ସତ୍ୟ ଜଗତ ମିଥ୍ୟା, ଈଶ୍ୱର ସତ୍ୟ ଜଗତ ମିଥ୍ୟା। ତ ମୋର ଦରକାର ଭଗବାନ, ମୋର ଦରକାର ନାହିଁ ତାଙ୍କର ଐଶ୍ୱର୍ଯ୍ୟ ବିଭୂତି। ତେଣୁ ମୁଁ ସେଇ ନିର୍ଗୁଣ ଜପରେ ହିଁ ରହିବି। ସଗୁଣ ଧ୍ୟାନ, ନିର୍ଗୁଣ ଧ୍ୟାନ। ସଗୁଣ ଧ୍ୟାନ ହେଉଛି କ'ଣ ନା ବିଭିନ୍ନ ଦେବାଦେବୀଙ୍କର ଧ୍ୟାନକୁ ସଗୁଣ ଧ୍ୟାନ କୁହାଯାଏ। କିଏ କୃଷ୍ଣଙ୍କୁ ଧ୍ୟାନ କଲା, କିଏ ରାମକୁ ଧ୍ୟାନ କଲା, କିଏ ବିଭିନ୍ନ ଦେବାଦେବୀକୁ ଧ୍ୟାନ କଲା, କିଏ ଗୁରୁଙ୍କୁ ଧ୍ୟାନ କଲା। ଏଗୁଡ଼ା ସବୁ ହେଲା ସଗୁଣ ଧ୍ୟାନ। ସଗୁଣ ଧ୍ୟାନର ମଧ୍ୟ କିନ୍ତୁ ଯେଉଁମାନେ ମୁଖ୍ୟାବଳାସୀ, ଯେଉଁମାନେ ଈଶ୍ୱରଙ୍କୁ ହିଁ ଚାହାନ୍ତି, ସେମାନେ ନିର୍ଗୁଣ ଧ୍ୟାନ କରିବାକୁ ଭଲ ପାଆନ୍ତି। ଆଚ୍ଛା, ନିର୍ଗୁଣ ଧ୍ୟାନ ପୁଣି କେମିତି? ମନରେ ପ୍ରଶ୍ନ ଉଠିବ। ଆପଣ ଆଜ୍ଞା ଚକ୍ରକୁ ଧ୍ୟାନ କରାଯାଏ, ସହସ୍ରାକୁ ଧ୍ୟାନ କରାଯାଏ। କେବଳ 2ଟି ଜାଗାକୁ, ପ୍ରତ୍ୟେକ ସମ୍ପ୍ରଦାୟରେ 2ଟି ଜାଗାକୁ ହିଁ ଧ୍ୟାନ କରନ୍ତି। ଗୋଟିଏ ହେଉଛି ଆଜ୍ଞା, ଆଉ ଗୋଟେ ହେଉଛି ସହସ୍ରା। ଏ 2ଟି ଜାଗାକୁ ଧ୍ୟାନ କରାଯାଏ। ନିର୍ଗୁଣ ଉପାସକ ଲୋକମାନେ, ସାଧକ ସାଧିକା ମାନେ କେବଳ ସେଇ ପଏଣ୍ଟକୁ କନସେଣ୍ଟ୍ରେଟ୍ କରନ୍ତି ନିଜ ମନଟାକୁ। ସେଠାରେ କୌଣସି ଦେବାଦେବୀଙ୍କୁ ଆଣନ୍ତି ନାହିଁ, କୌଣସି ମନ୍ତ୍ର ଯନ୍ତ୍ର ତନ୍ତ୍ରର ଆଶ୍ରୟ ନିଅନ୍ତି ନାହିଁ। କେବଳ ମନକୁ ଆଜ୍ଞାରେ ଆଉ ସହସ୍ରାରେ ସ୍ଥିତ କରିବା ପାଇଁ ଚାହାନ୍ତି। ଯେତେବେଳେ ସେ ଆଜ୍ଞା ଚକ୍ରକୁ ଧ୍ୟାନ କରନ୍ତି, ପୂର୍ବଜନ୍ମ ସଂସ୍କାରରୁ ତାଙ୍କର 3ଟି ଜିନିଷ ଅନୁଭବ ହୁଏ। କ'ଣ ହୁଏ? ଧ୍ୱନି ତାଙ୍କୁ ଶୁଭେ, ବିଭିନ୍ନ ଦେବାଦେବୀ ତାଙ୍କୁ ଦର୍ଶନ ଦିଅନ୍ତି ଏବଂ ବିଭିନ୍ନ ଲାଇଟ୍ ଆଲୋକର ଦର୍ଶନ ହୁଏ, ଜ୍ୟୋତିର ଦର୍ଶନ ହୁଏ। ସାଧକ ଦେଖି ଆଶ୍ଚର୍ଯ୍ୟ ହୋଇ ପଡ଼େ। ସେ କିଛି ଚାହାନ୍ତି ନାହିଁ, ଯାହା ଭିତରେ ଅଛି ତାହା ହିଁ ତାଙ୍କର ଭିତରୁ ବାହାରି ଆସେ। ପ୍ରକୃତ ନିର୍ଗୁଣ ଜପ, ନିର୍ଗୁଣ ଉପାସକ ଲୋକମାନେ ଆଜ୍ଞା ଚକ୍ରକୁ ଧ୍ୟାନ କରନ୍ତି ନାହିଁ। ସେମାନେ ସହସ୍ରାକୁ
ଧ୍ୟାନ କରନ୍ତି। କ'ଣ ଧ୍ୟାନ କରନ୍ତି ସେଠି ନା କୌଣସି ଦେବାଦେବୀଙ୍କୁ ସେ ଧ୍ୟାନ କରନ୍ତି ନାହିଁ, କେବଳ ସେଇ ସହସ୍ର ଦଳ ପଦ୍ମକୁ ହିଁ ଧ୍ୟାନ କରନ୍ତି। ତେଣୁ ସବୁବେଳେ ବିବେକାନନ୍ଦ ତାଙ୍କ ସ୍ପିଚରେ କହୁଥିଲେ, ଉଠ ଜାଗ୍ରତ ହୁଅ ହେ ଅମୃତର ସନ୍ତାନ ଗଣ, ତୁମେ ଅମୃତ ପାନ କରିବାକୁ ଆସି ବିଷପାନ କାହିଁ କରୁଛ? ତୁମେ ତ ଦିନେ ଆସିଛ, ଦିନେ ଯିବ, ଯେତେ ଦିନ ଅଛ ବିଷ ପିଇଲେ କ'ଣ ହୁଏ? ଲୋକ ଭିତରେ ଜଳା ହୁଏ, କଷ୍ଟ ହୁଏ, ଦୁଃଖ ଲାଗେ, ଅଶାନ୍ତି ଲାଗେ, କଷ୍ଟ ଲାଗେ। ଯେତେବେଳେ ସମୃଦ୍ଧ ପାନ କରେ ତାକୁ ଆନନ୍ଦ ଲାଗେ, ତା ଭିତରେ ପ୍ରେମ ଭାବଟା ଦେଖାଦିଏ। ଅମୃତ ଅର୍ଥ କ'ଣ? ନ ମୂର୍ତ୍ତ ଇତି ଅମୃତ। ଯାହାକୁ ପାନ କଲେ ଲୋକ ଆଉ ମରେ ନାହିଁ। ତେଣୁ ଏଇଠି ଆମେ ଜାଣିବା କ'ଣ ପାନ କଲେ ଲୋକ ମରିବ ନାହିଁ? ଅମୃତ। ସେ ଅମୃତଟା କ'ଣ? ଆପଣ ଭିତରେ ଯେଉଁ ଶ୍ୱାସ ପ୍ରଶ୍ୱାସ, ତାକୁ ଯଦି ଆପଣ ପାନ କରିବେ, କେମିତି ପାନ କରିବେ ସେ କଥା ତତ୍ତ୍ୱଗୁରୁ ଆପଣଙ୍କୁ ବତେଇ ଦେବେ। ଯଦି ଆପଣ ପିଇବେ ସେ ଅମୃତକୁ, ଆପଣ କ'ଣ ହେବେ? ଅମର ହେଇଯିବେ, ଆପଣଙ୍କର ମୃତ୍ୟୁ ହେବନି। ଆପଣ ଭାବିବେ କ'ଣ ନା ମତ୍ୟ ମଣ୍ଡଳେ ଦେହ ବହି ଦେବତା ହୋଇଲେ ମରଇ। ତେଣୁ ଆପଣ ମତ୍ୟମଣ୍ଡଳେ ଯିଏ ଜନ୍ମ ହେବ ଦେବତା ହେଲେ ମରିବ। ପୁଣି ଗୋଟେ କଥା ଅଛି ଭାଗବତରେ, ନୁହେଁ ଯଶ କୀର୍ତ୍ତି ସ ଜୀବିତ। ଯେପର୍ଯ୍ୟନ୍ତ ମଣିଷର କୀର୍ତ୍ତି ଅଛି ସେ ପର୍ଯ୍ୟନ୍ତ ସେ ଅମର ହେଇଯାଏ। ତେଣୁ ଯେତେବେଳେ ସାଧନା କରି କରି ଆପଣ ଭଗବାନ ହେଇଯାଆନ୍ତି, କେମିତି ନା ଲୁହାଟା ମ୍ୟାଗ୍ନେଟ୍ ସଂସ୍ପର୍ଶରେ ଆସିଲେ ଯେମିତି ମ୍ୟାଗ୍ନେଟ୍ ହେଇଯାଏ, ଲୁହାର ଧର୍ମକୁ ହରେଇ ବସେ, ସଂବଳୁଆଟା ରୂପାନ୍ତରିତ ହୋଇ ଯେପରି ପ୍ରଜାପତିରେ ପରିଣତ ହେଇଯାଏ, ସେଇଭଳି ମନ ଈଶ୍ୱରଙ୍କ ସହିତ ଈଶ୍ୱରଙ୍କୁ ଧ୍ୟାନ କରୁ କରୁ, ଈଶ୍ୱରଙ୍କୁ ଜପ କରୁ କରୁ ସେ ଏତେ ଶୁଦ୍ଧ ଏବଂ ପବିତ୍ର ନିର୍ମଳ ହେଇଯାଏ। ଏବଂ ମନ ଯେତେବେଳେ ଶୁଦ୍ଧ ପବିତ୍ର ନିର୍ମଳ ହେଇଯାଏ ସେତେବେଳେ ସେ ଭଗବାନ ହେଇଯାଏ, ଯାହା ଭିତରେ କୌଣସି ଅବିଦ୍ୟା ଦେଶ ଅଭିନିବେଶ ନାହିଁ ଯାହା ମନରେ। ଏକଥା କହିଲେ ଆଉ ଥରେ ଆମେ କେତେବେଳେ କହିବା ଅବିଦ୍ୟା। କ'ଣ ଅବିଦ୍ୟା? ନା ଆମ ଭିତରେ ଦେହବୋଧ ଜ୍ଞାନ ରହୁଛି, ଆତ୍ମବୋଧ ଜ୍ଞାନ ଆସୁନାହିଁ, ଆମେ ଆମ ସ୍ୱରୂପରେ ପ୍ରତିଷ୍ଠା ଲାଭ କରିପାରୁନି, ତାହା ହେଉଛି ଅବିଦ୍ୟା। ଅସ୍ମିତା, ମୁଁ ମୋର ଭାବ ମନ ଭିତରେ ରହୁଛି। ରାଗ, କାହାକୁ ଭଲ ପାଉଛେ, ଦେଶ କାହାକୁ ଭଲ ପାଉନି, ଘୃଣା କରୁଛେ। ଅବିନେଶ, ଅଭିନିବେଶ, ଆମ ଭିତରେ ମୃତ୍ୟୁର ଭୟ ରହୁଛି, ସବୁବେଳେ ମୃତ୍ୟୁ ଭୟ। ଆମେ କାଳେ ମରିଯିବା କି? ସବୁବେଳେ ଭୟ। ଡାଇବେଟିସ୍ ହେଇଛି, ଟିକେ ଭୋଗ ଦେଲେ ନା ନା ମୋର ସୁଗାର ବଢ଼ିଯିବ, ଭୟ। କ'ଣ ଭୟ? ନା କାଳେ ମରିଯିବି। ସମସ୍ତଙ୍କର, ଜଣକୁ ଆକ୍ଷେପ କରି ବାବା କେତେବେଳେ କହୁନାହାନ୍ତି, ସମସ୍ତଙ୍କ କଥା। ଯିଏ ତାଙ୍କ ପାଖରେ ଶରଣ ପଶିଛି ସେ ନିଆଁରେ ପଶି। ଏମିତି ଦେଖନ୍ତୁ, ଗୋଟେ ଛୋଟ କଥା କହି ବନ୍ଦ କରିବା। ପ୍ରହ୍ଲାଦକୁ ତାଙ୍କ ପିତା ହିରଣ୍ୟକଶ୍ୟପ କେତେ ଦୁଃଖ, କେତେ ଯନ୍ତ୍ରଣା, କେତେ କଷ୍ଟ ଦେଇଛନ୍ତି ଆପଣ ପୁରାଣ ପଢ଼ିକି ଜାଣିଥିବେ। ତାଙ୍କୁ କ'ଣ କରାହେଇଛି ନା ତେଲ କୁଣ୍ଡରେ ପକେଇ ଦିଆହେଇଛି। ପ୍ରହ୍ଲାଦ ତେଲ କୁଣ୍ଡରେ ମରିଛନ୍ତି? ମରିଛନ୍ତି? ପ୍ରହ୍ଲାଦଙ୍କ ଉପରେ ହସ୍ତି ଚଢ଼େଇ ଦିଆହେଇଛି, ପ୍ରହ୍ଲାଦର ମୃତ୍ୟୁ ହେଇଛି। ପ୍ରହ୍ଲାଦକୁ ଅନେକ ବିଷଧର ସର୍ପ ଦଂଶନ କରିଛନ୍ତି, ପ୍ରହ୍ଲାଦର ମୃତ୍ୟୁ ହେଇଛି। ପ୍ରହ୍ଲାଦକୁ ସମୁଦ୍ରରେ ଫିଙ୍ଗି ଦିଆଯାଇଛି, ସେଥିରେ ମୃତ୍ୟୁ ହେଇଛି। ମୀରା କେତେ ବିଷପାନ କରିକି ହଜମ କରିଦେଲେ, ତାଙ୍କର ମୃତ୍ୟୁ ହେଲା କି? ତେଣୁ ଭଗବାନ ଭକ୍ତକୁ ରକ୍ଷା କରନ୍ତି। କିଏ ଭକ୍ତ? ନା ତାଙ୍କ ନିକଟରେ ଯେ ନିଜକୁ ସମର୍ପଣ କରିଛି, ତାଙ୍କୁ ଯେ ମନ ପ୍ରାଣ ଆଉ ସବୁ ସମୟରେ ତାଙ୍କୁ ଯିଏ ସ୍ମରଣ କରୁଛି, ଜପ କରୁଛି, ଧ୍ୟାନ କରୁଛି, ଆଉ ସବୁରି ଭିତରେ ତାଙ୍କୁ ଯେ ଦେଖୁଛି ସେ ହେଉଛି ଭକ୍ତ।
ତାକୁ ଭଗବାନ ପ୍ରତ୍ୟେକଟି ସମୟରେ ରକ୍ଷା କରନ୍ତି। ପ୍ରତ୍ୟେକଟି ସମୟରେ ଯେମିତି ମା ଛୁଆକୁ ଶିଶୁ ଅବସ୍ଥାରେ ଯେମିତି ରକ୍ଷଣାବେକ୍ଷଣ କରିଥାଏ, ତାହାଠାରୁ ଅଧିକ ଭାବରେ ପରମପିତା ପରମ ବ୍ରହ୍ମ ଏତେ କୋମଳ, ଏତେ ଦୟାଳୁ, ଏତେ ଭକ୍ତାଧୀନ, ସେ ସମସ୍ତଙ୍କୁ ଯିଏ ଭକ୍ତ ତାକୁ ସେଇଭଳି ଭାବରେ ରକ୍ଷା କରିଥାନ୍ତି। ସେଥିଲାଗି ସେ କହିଛନ୍ତି ମୋର ଭକ୍ତ ମୋର ମିତ, ମୋର ଭକ୍ତ ହେଉଛି ମୋର ମିତ, ସେ କରେ ଜଗତ ପବିତ୍ର। ସେ ଜଗତକୁ କ'ଣ କରେ ନା ପବିତ୍ର କରିଦିଏ ତା ସାଧନା ଦ୍ୱାରା, ତା କଥା ଦ୍ୱାରା ଏବଂ ଭଗବାନଙ୍କର ପୂଜା ଉପାସନା ଦ୍ୱାରା ସେ ଜଗତକୁ ପବିତ୍ର କରିଦିଏ। ତେଣୁ ଆମେ କିଭଳି ଭାବରେ ଭଗବାନଙ୍କୁ ଭଲ ପାଇବା, ଭଗବାନ ସମର୍ପଣ କରିବା ଏବଂ ତାଙ୍କର ନାମକୁ କେମିତି ଜପ ଆଉ ଧ୍ୟାନ କରିବା ଆଉ ଜୀବନକୁ କିଭଳି ଭାବରେ ଅତିବାହିତ କରିବା, ସେଥିପାଇଁ ସତ୍ସଙ୍ଗର ଆଶ୍ରୟ ନେବା, ସାଧୁସଙ୍ଗର ଆଶ୍ରୟ ନେବା, ସାଧନା କରିବା, ତାହେଲେ ଆମ ମନ ଶୁଦ୍ଧି ଏବଂ ପବିତ୍ର ହେବ। ଦେଖନ୍ତୁ, ଆପଣ ଧ୍ୟାନ କରୁଛନ୍ତି, ମନରେ ଚଞ୍ଚଳତା ଅସ୍ଥିରତା ଆସୁଛି, କାହିଁକି ନା ଭଗବାନଙ୍କ ପ୍ରତି ସେତିକି ଭାବଟା ଆମର ଗାଢ଼ ହେଉନାହିଁ, ତାଙ୍କୁ ଭଲ ପାଇବାଟା ସେତିକି ହେଉନାହିଁ। ତେଣୁ ସଂସ୍କାର ଆମ ଭିତରେ ଅଛି, ଯେଉଁ ସଂସ୍କାର ଅଛି ସେଇ ସଂସ୍କାରରେ ଆମ ମନଟା ପରିଚାଳିତ ହେଉଛି। ତେଣୁ ଆପଣ ଧ୍ୟାନ କରିବେ, ଧ୍ୟାନ କଲାବେଳେ କେତେବେଳେ ବ୍ୟସ୍ତ ହେବେ ନାହିଁ। ପରମପିତା ପରମ ମନର କଥାକୁ ସେ ଜାଣନ୍ତି, ସେ ଦେଖିବେ ବା ଦେଖୁଛନ୍ତି ମୋର ସନ୍ତାନ ବା ମୋର ସନ୍ତାନ ମୋତେ ବସି ଧ୍ୟାନ କରୁଛି। ବହୁ ସାଧକ ସାଧିକା ଧ୍ୟାନ କଲାବେଳେ ମନର ଚଞ୍ଚଳତା ହୁଏ, ଜପ କଲା ପରେ ମନର ଚଞ୍ଚଳତା ହୁଏ, ପୂଜା ପାଠ କଲା ପରେ ମନର ଚଞ୍ଚଳତା ଅସ୍ଥିରତା ହୁଏ, ପ୍ରାୟ ସମସ୍ତଙ୍କର ହୁଏ। ତେଣୁ ସେଥିରେ ଆପଣ ବ୍ୟସ୍ତ ହେବେ ନାହିଁ, ଧ୍ୟାନ ଜପ ପୂଜା ପାଠରୁ ନିବୃତ୍ତି ହେବେ ନାହିଁ, ନିଜକୁ ସମର୍ପଣ କରିବେ। ଗୋଟିଏ ଚିନ୍ତା ଭାବିବେ, ହେ ଭଗବାନ ତୁମେ ମୋ ଭିତରେ ଥିବାରୁ ପଜିଟିଭ ଆସୁଛି, ନେଗେଟିଭ ଆସୁଛି, ନୋ ଗଡ୍ ନୋ ଥଟ୍ସ। ହେ ଭଗବାନ ତୁମେ ନାହଁ ତ ମୋ ଭିତରେ ଚିନ୍ତା ନାହିଁ, ପାପ ଚିନ୍ତା ପାଇଁ ତୁମେ, ପୂର୍ଣ୍ଣ ଚିନ୍ତା ପାଇଁ ତୁମେ, ମନର ଚଞ୍ଚଳତା ପାଇଁ ତୁମେ, ମନର ଏକାଗ୍ରତା ପାଇଁ ତୁମେ। এই କଥା ଭାବିବେ ଆଉ ଦ୍ରଷ୍ଟା ଭାବରେ ରହିବେ। ସବୁ ତୁମେ ସବୁ ତୁମେ ସବୁ ତୁମେ ସବୁ ତୁମେ ଭାବିବେ। ଦିନ ଆସିବ ଆପଣ ଚଞ୍ଚଳତାର ଅସ୍ଥିରତାର କ'ଣ ହେବ, ପରିସମାପ୍ତି ଘଟିବ। ମନରେ କେବଳ ସେ ରହିବେ ଆଉ କିଏ ରହିବେ ନାହିଁ। ଆପଣ ସେତେବେଳେ ଏ ଦୁନିଆକୁ ଠିକ୍ ଭାବରେ ଭଲ ପାଇ ବସିଲେ। ତେଣୁ ଏଥିପାଇଁ କ'ଣ ଦରକାର ନା ମନକୁ ଦେବା ପାଇଁ କ'ଣ ଦରକାର ନା ତପସ୍ୟା ଦରକାର। ତପସ୍ୟା ହେଉଛି ମୋକ୍ଷର ଚାବିକାଠି, ବିଚାର ହେଉଛି ସଂଯମର ଚାବିକାଠି। ଯଦି ତପସ୍ୟା ନାହିଁ, ଜପ ଧ୍ୟାନ ନାହିଁ, ତେଣୁ ତାଙ୍କ ସହିତ ସଂଯୋଗ କେବେ ହେଇପାରିବ ନାହିଁ। ବାହାରେ ବାହାରେ ଭାସିଲେ କେବେ ରତ୍ନ ମିଳିବ ନାହିଁ। ସମୁଦ୍ରରେ ପଶି ଡୁବ ଦେଲେ ଯାଇ ଆପଣ ରତ୍ନ ସଂଗ୍ରହ କରିବେ। ତେଣୁ ସାଧନା କରନ୍ତୁ। ସବୁ ସମୟରେ ଯଦି ଜପ ଧ୍ୟାନରେ ଆପଣଙ୍କ ମନକୁ ରଖିବେ, ଆପଣ ଭିତରେ ସଂସ୍କାର ଗୁଡ଼ିକ କ୍ଷୟ ହେବାରେ ଲାଗିବ, ମନ ଶୁଦ୍ଧି ପବିତ୍ର ହେଇଯିବ। ଏ ମନରେ ଈଶ୍ୱର ଚିନ୍ତା କେବଳ ହିଁ ରହିବ ରହିବ ରହିବ, ଆଉ କୌଣସି ଚିନ୍ତା ରହିବ ନାହିଁ। ସବୁ କାମ କିନ୍ତୁ ଚାଲିଥିବ, ମନ କେବଳ ପ୍ରଭୁଙ୍କ ପାଖରେ ରହିଥିବ। ଦେଖନ୍ତୁ, ଗୋଟେ ଏକ୍ଜାମ୍ପଲ ଦେଉଛି। ବିନା ଚିନ୍ତାରେ ଆପଣ କେବେ ବଞ୍ଚିଛନ୍ତି? ଯେକୌଣସି କାମ କରନ୍ତୁ, ଆପଣ ଭିତରେ ଗୋଟେ ଚିନ୍ତା, କ'ଣ ନାହିଁ କ'ଣ ଚିନ୍ତାଟିଏ ଆପଣ ଭିତରେ ରହୁଛି। ପଜିଟିଭ ଥଟ୍ସ ହଉ, ନେଗେଟିଭ ଥଟ୍ସ ହଉ, ଯେଉଁ ଥଟ୍ସ ହଉ ଆପଣ ଭିତରେ ହିଁ ରହୁଛି। ଆମେ ଯେମିତି ଏଇ ଚିନ୍ତା ଭିତରେ ଆମେ ସମସ୍ତ କାମ କରି ଚାଲିଛେ,
ରୋଷେଇ କରୁଛେ, ପାଠ ପଢୁଛେ, ଯାଉଛେ, କଥା ଏଠି ଶୁଣୁଛନ୍ତି, ଆପଣ ଭିତରେ ମଧ୍ୟ ଚିନ୍ତା ରହୁଛି। ଘରକୁ ଯିବା, ସମୟ ହେଲାଣି, ପ୍ରସାଦ ପାଇବା, ଏତେ ସମୟ ବସିଲେଣି, ବିଭିନ୍ନ ଚିନ୍ତା ମନ ଭିତରେ ହିଁ ଆସୁଛି। ସେମିତି ଚିନ୍ତା ଆପଣଙ୍କ ଭିତରେ ହିଁ ରହୁଛି, ରହିବ। ତେଣୁ ଆମେ କ'ଣ କରିବା ନା ଚିନ୍ତାକୁ କନଭର୍ଟ କରିଦେବା, ତାକୁ ଈଶ୍ୱର ଚିନ୍ତାରେ ଆମେ ପରିଣତ କରିବା। ଆମେ କ'ଣ କରିବା ନା ଯେକୌଣସି ସମୟରେ ଖାଲି ଟିକେ ଅଭ୍ୟାସ ଦରକାର। କ'ଣ କରିବା ନା ଜପ ଧ୍ୟାନରେ ରହିବା। ଯଦି ବାରମ୍ବାର ଆପଣ ଜପ ଧ୍ୟାନରେ ରହିବେ, ତାହେଲେ ଆପଣଙ୍କ ଭିତରେ ନେଗେଟିଭ ଥଟ୍ସ ଆସିବ ନାହିଁ। ଯେମିତି ଆଲୋକ ଆସିଲେ ଅନ୍ଧକାର ଚାଲିଯାଏ, ସେଇଭଳି ଆପଣ ଜପ ଧ୍ୟାନରେ ନିମଗ୍ନ ରହିଲେ, ମଜିଗଲେ, ସେ ନେଗେଟିଭ ଥଟ୍ସ କୁଆଡ଼େ ଚାଲିଯିବ, ତାର ଅନ୍ତ ମଧ୍ୟ ଆପଣ ପାଇବେ ନାହିଁ। ଯଦି ମନକୁ ଛାଡ଼ିଦେବେ, ଯେଉଁ ସଂସ୍କାର ଆପଣଙ୍କ ଭିତରେ ଅଛି, ସେଇ ଚିନ୍ତା ହିଁ ଆପଣଙ୍କ ଭିତରେ ଆସିବ, ଆସିବ, ଆସିବ। ତେଣୁ ସାଧନା କରନ୍ତୁ, ଗୁରୁଙ୍କର ବାରମ୍ବାର ସାନ୍ନିଧ୍ୟ ଲାଭ କରନ୍ତୁ, ଗୁରୁଗତ ପ୍ରାଣ ହୁଅନ୍ତୁ, ଗୁରୁଙ୍କୁ ଭଲ ପାଆନ୍ତୁ, ଗୁରୁଙ୍କ ପାଖରେ ବିଶ୍ୱାସ ଆଉ ଭକ୍ତି ରଖନ୍ତୁ। ନିଶ୍ଚିନ୍ତ ଭାବରେ ଆପଣ ସାଧନାରେ ଅଗ୍ରସର ହେବେ। ଯାହାଙ୍କର ଗୁରୁ ଭକ୍ତି, ଗୁରୁ ଶ୍ରଦ୍ଧା, ଗୁରୁ ବିଶ୍ୱାସ ଯେତେ ଦୃଢ଼, ସେ ସାଧନାରେ ସେତେ ଅଗ୍ରସର ହୁଅନ୍ତି। କାହିଁକି ନା ଭଗବାନ ଏ କଥା ଭାଗବତରେ କହିଛନ୍ତି। କ'ଣ କହିଛନ୍ତି ନା ମୁହିଁ ବସଇ ଗୁରୁ ଦେହେ, ମୋତୁ ଗୁରୁ ଭିନ୍ନ ନୁହେଁ। ଏଘେନି ଗୁରୁ ଭଗବାନ, ସେ ନୁହନ୍ତି ମନୁଷ୍ୟ ସମାନ। ଗୁରୁଙ୍କୁ ନମଣିମ ନର, ଗୁରୁଟି ସାକ୍ଷାତ ଈଶ୍ୱର। ପୁଣି ଶାସ୍ତ୍ର ଲେଖା ଅଛି, ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର, ଗୁରୁ ସାକ୍ଷାତ ପରମ ବ୍ରହ୍ମ, ତସ୍ମୈ ଶ୍ରୀ ଗୁରବେ ନମଃ। ତେଣୁ ସାଧନା କରି କରି ଚାଲନ୍ତୁ, ଗୁରୁଗତ ପ୍ରାଣ ହୁଅନ୍ତୁ, ଗୁରୁ ବିଶ୍ୱାସ, ଗୁରୁ ଭକ୍ତି, ଗୁରୁ ଶ୍ରଦ୍ଧା ମନରେ ରଖନ୍ତୁ। ଗୁରୁ ଶକ୍ତି ଆପଣ ଭିତରେ କ୍ରିୟାଶୀଳ ହେବ, ଆପଣ ସାଧନାରେ ଅଗ୍ରସର ହେବେ। ତେଣୁ ନିଜକୁ ସବୁବେଳେ ପ୍ରସ୍ତୁତ କରନ୍ତୁ, ନିଜକୁ ପ୍ରତ୍ୟେକଟି ମୁହୂର୍ତ୍ତରେ ନୂଆ କରି ଗଢ଼ି ତୋଳନ୍ତୁ। ନିଜର ଚିନ୍ତାଧାରାକୁ ଭଲ ଭାବରେ ଜାଣନ୍ତୁ। ମୋ ଭିତରେ କି ଚିନ୍ତା, କି ଭାବନା ହିଁ ମୋ ଭିତରେ ଆସୁଛି, ବାସ୍ ଏତିକି। ତେଣୁ ସମସ୍ତେ ପ୍ରତ୍ୟେକ କଥା ଉପରେ ଯେମିତି ଇମ୍ପୋର୍ଟାନ୍ସ ଏମ୍ଫାସିସ୍ ଦେଉଛନ୍ତି, ଅନିତ୍ୟ କଥା ଉପରେ, ନିତ୍ୟ କଥା ଉପରେ, ସତ୍ୟ କଥା ଉପରେ ଇମ୍ପୋର୍ଟାନ୍ସ ଏମ୍ଫାସିସ୍ ଦିଅନ୍ତୁ। କାରଣ ମୋର ଜନ୍ମ ସତ୍ୟକୁ ଉପଲବ୍ଧି କରିବା, ସତ୍ୟରେ ବଞ୍ଚିବା, ସତ୍ୟରେ ଜୀବନ ଅତିବାହିତ କରିବା ଏବଂ ସତ୍ୟରେ ଦିନ ଅତିବାହିତ କରିବା। ଇମ୍ପୋର୍ଟାନ୍ସ ଦେଲେ, ଏମ୍ଫାସିସ୍ ଦେଲେ ଆପଣ ଜୀବନ ସରସ, ସୁନ୍ଦର, ଆନନ୍ଦ ଆଉ ପ୍ରେମମୟ ହୋଇପାରିବ। ପଢ଼ିବା ଠାରୁ ଶୁଣିବା ଭଲ, ଶୁଣିବା ଠାରୁ କରିବା ଭଲ। ତେଣୁ ଆପଣମାନେ ଶୁଣିଲେ ବହୁତ ଭଲ କଥା, ତାକୁ ଚିନ୍ତନ କରନ୍ତୁ, ବିଚାର କରନ୍ତୁ, ଆଉ ଯାହା ଶୁଣିଲେ ସତ୍ସଙ୍ଗରେ ତାକୁ କାର୍ଯ୍ୟକାରୀ କରିବା ପାଇଁ ଚେଷ୍ଟା କରନ୍ତୁ। ଶେଷରେ କ୍ରିୟାଯୋଗ ପରମ୍ପରାର ସମସ୍ତ ଗୁରୁମାନଙ୍କୁ ମୁଁ ପ୍ରଣାମ କରୁଛି। ବିଶ୍ୱର ପ୍ରତ୍ୟେକ ସମ୍ପ୍ରଦାୟର ଗୁରୁମାନଙ୍କୁ ମୁଁ ପ୍ରଣାମ କରୁଛି। ଉପସ୍ଥିତ ଭଗବତ ସ୍ୱରୂପଗଣ ପରମାତ୍ମାକୁ ଉପଲବ୍ଧି କରି ମୁଁ ପ୍ରଣାମ କରୁଛି। ହରି ଓମ୍ ତତ୍ସତ୍।